ତୁମ ପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ। ଚେହେରାଟି ତାର ଡଉଲ ଡାଉଲ, ବୁଦ୍ଧିରେ ତାହାର ସରିକିଏ। ହଁ ପିଲାମାନେ, ୱେଲକମ୍ ଟୁ ସାହିତ୍ୟ ଶିକ୍ଷା। ପିଲାମାନେ, ଆଜି ଆମେ ଓଡ଼ିଶାର ଜଣେ ମହାନ ବ୍ୟକ୍ତିଙ୍କ ଜୀବନ ବିଷୟରେ ଆଲୋଚନା କରିବା ଏବଂ ତାଙ୍କ ଜୀବନରୁ ଆମେ ଅନେକ କିଛି ଶିଖିବା। କିନ୍ତୁ ଏହା ପୂର୍ବରୁ ଚ୍ୟାନେଲଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ଏବଂ କମେଣ୍ଟ କରନ୍ତୁ। ତେବେ ଯାହାଙ୍କ ବିଷୟରେ ଆଜି ଆମେ ଆଲୋଚନା କରିବା, ସେ ହେଉଛନ୍ତି ଆଧୁନିକ ଓଡ଼ିଶାର ନିର୍ମାତା। ତାଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତା ବୋଲି କୁହାଯାଏ ଏବଂ ସେ ହେଉଛନ୍ତି ଏହି ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ। ତାଙ୍କରି ଭଳିଆ ମହାପୁରୁଷଙ୍କ ପାଇଁ ଆମର ଓଡ଼ିଶା ଆଜି ସ୍ୱତନ୍ତ୍ର ହୋଇକି ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଛି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଛନ୍ତି କିଏ? ସେ ନା ଏ ମଧୁସୂଦନ ଦାସ। ସେ ହେଉଛନ୍ତି କିଏ? ନା ଉତ୍କଳ ଗୌରବ ମଧୁସୂଦନ ଦାସ, ଯାହାଙ୍କୁ ଆମେ ସମସ୍ତେ ମଧୁବାବୁ ବୋଲି ଡାକୁ। ମଧୁବାବୁ, ମଧୁ ବାରିଷ୍ଟର ବୋଲି କହୁ। ଓଡ଼ିଶାର ପ୍ରତ୍ୟେକ ଗ୍ରାମରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତିମାନେ, ଲୋକମାନେ, ଛୋଟଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ମଧୁବାବୁ ବୋଲି ଡାକନ୍ତି, ମଧୁ ବାରିଷ୍ଟର ବୋଲି ଡାକନ୍ତି। ସେଇ ମଧୁବାବୁଙ୍କର ଜୀବନୀ ଦ୍ୱାରା ଅନୁପ୍ରାଣିତ ହୋଇକରି, ତାଙ୍କ ଜୀବନୀ ଦ୍ୱାରା ପ୍ରଭାବିତ ହୋଇକରି ଆମର ଓଡ଼ିଆ ସାହିତ୍ୟର ଜଣେ ବିଶିଷ୍ଟ ସାରସ୍ୱତ ସାଧକ ଚିନ୍ତାମଣି ଆଚାର୍ଯ୍ୟ ତାଙ୍କ ଜୀବନୀକୁ ନେଇକି ଗୋଟିଏ ଗ୍ରନ୍ଥ ଲେଖିଛନ୍ତି, ଜୀବନୀ ପ୍ରବନ୍ଧଟି ଲେଖିଛନ୍ତି। ତେଣୁ ସେଇ ମଧୁବାବୁଙ୍କ ଜୀବନ ବିଷୟରେ ଆମେ ଏଇ ପ୍ରବନ୍ଧରୁ ପିଲାମାନେ ଆଜି ଜାଣିବା। କିନ୍ତୁ ଏଇ ମଧୁବାବୁଙ୍କ ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଆମେ ମଧୁବାବୁ ଜୀବନୀ ପ୍ରବନ୍ଧଟା ଲେଖିଥିବା, ମଧୁବାବୁଙ୍କ ଜୀବନକୁ ନେଇ ଯେଉଁ ପ୍ରବନ୍ଧ ଲେଖିଛନ୍ତି, ତାର ଲେଖକ ସାରସ୍ୱତ ସାଧକ ଚିନ୍ତାମଣି ଆଚାର୍ଯ୍ୟଙ୍କୁ ପ୍ରଥମେ ଆମେ ଟିକେ ଜାଣିବା, ତାଙ୍କ ପରିଚୟ ନେବା। ତେବେ ଚିନ୍ତାମଣି ଆଚାର୍ଯ୍ୟ 1891 ମସିହାରେ ପିଲାମାନେ ଜନ୍ମଗ୍ରହଣ କରିଥିଲେ। ଊନବିଂଶ ଶତାବ୍ଦୀର ଓଡ଼ିଆ ସାରସ୍ୱତ ଜଗତରେ ରାୟ ବାହାଦୁର ଚିନ୍ତାମଣି ଆଚାର୍ଯ୍ୟ ସୁପରିଚିତ। ଆମ ଓଡ଼ିଆ ସାହିତ୍ୟରେ ସାହିତ୍ୟିକ ଲେଖକ ଚିନ୍ତାମଣି ଆଚାର୍ଯ୍ୟ ରାୟ ବାହାଦୁର ଉପାଧି ପାଇଥିଲେ। ସେତେବେଳେ ଇଂରେଜମାନେ କ'ଣ କରୁଥିଲେ ନା ସବୁ ସାହିତ୍ୟିକମାନଙ୍କୁ ବା ଲେଖକମାନଙ୍କୁ, ଜମିଦାରମାନଙ୍କୁ, ରାଜାମାନଙ୍କୁ ସବୁ ଉପାଧି ପ୍ରଦାନ କରୁଥିଲେ। ରାୟ ବାହାଦୁର ଉପାଧି, ମହମୋପାଧ୍ୟାୟ ଉପାଧି, ଏଇପରି ସବୁ ଉପାଧି ମାନେ ପ୍ରଦାନ କରୁଥିଲେ। ତେଣୁ ଚିନ୍ତାମଣି ଆଚାର୍ଯ୍ୟ ରାୟ ବାହାଦୁର ଉପାଧି ଭାବରେ ପରିଚିତ। ସେ ରାୟ ବାହାଦୁର ଉପାଧି ପାଇଛନ୍ତି ହେଲା। ତେଣୁ ସାହିତ୍ୟ ସାଧନା ସହିତ ଲେଖକ ଚିନ୍ତାମଣି ଆଚାର୍ଯ୍ୟ ଆଇନ କଲେଜରେ ବା ଆମର ଯଦି ଓକିଲାତି ପଢ଼ନ୍ତି, ସେ ଲ କଲେଜରେ, ଆଇନ କଲେଜରେ ସେ ଅଧ୍ୟାପନା କରୁଥିଲେ, ଅଧ୍ୟାପକ ଥିଲେ। ସେଠି ଅଧ୍ୟାପନା କରୁଥିଲେ, ପିଲାଙ୍କୁ ପାଠ ପଢ଼ାଉଥିଲେ ଏବଂ ଜଣେ ଦକ୍ଷ ଓକିଲ ଭାବରେ ମଧ୍ୟ ସେ ପରିଚିତ। ନିଜେ ଜଣେ ଦକ୍ଷ ଓକିଲ ଥିଲେ, ତା ସହିତ ଆଇନ କଲେଜରେ ପିଲାମାନଙ୍କୁ ସେ ଅଧ୍ୟାପକ ଭାବରେ ପାଠ ପଢ଼ାଉଥିଲେ ହେଲା। ତେବେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଭାବରେ ମଧ୍ୟ ତାଙ୍କର ଦକ୍ଷତା ପ୍ରମାଣିତ କରିଛନ୍ତି। ସେ ଜଣେ ଓକିଲ ଥିଲେ, ଲେଖକ ଚିନ୍ତାମଣି ଆଚାର୍ଯ୍ୟ ଜଣେ ଓକିଲ, ତା ସହିତ ଆଇନ ମହାବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ, ଅଧ୍ୟାପକ ଥିଲେ। ତା ସହିତ ଆମର ଯେଉଁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଛି, ଉତ୍କଳ ୟୁନିଭର୍ସିଟି, ତାର କୁଳପତି ଥିଲେ, ସେ ଭାଇସ୍ ଚାନ୍ସେଲର ଥିଲେ। ଏହା ସହିତ ସେ ଅନେକ ସାହିତ୍ୟ ସାଧନା କରିଛନ୍ତି, ଅନେକ ଗ୍ରନ୍ଥ ରଚନା କରିଛନ୍ତି। କ'ଣ କ'ଣ ସେଗୁଡ଼ିକ? ନା ଇତିହାସ ପ୍ରସଙ୍ଗ, ଜଗନ୍ନାଥ ଦାସ, ତାପରେ କଟକ, ବିକ୍ରମାଦିତ୍ୟ, ଭୁବନେଶ୍ୱର, ଶ୍ରୀକୃଷ୍ଣ, ମଙ୍ଗଳ ସ୍ୱପ୍ନ, ଗୋପାଳନ, ଏହିପରି ପ୍ରଭୃତି ବହୁ ଉଲ୍ଲେଖଯୋଗ୍ୟ ଗ୍ରନ୍ଥର ସେ ସ୍ରଷ୍ଟା। ୟା ଛଡ଼ା ପିଲେ ଏଇ ଲେଖକ ଚିନ୍ତାମଣି ଆଚାର୍ଯ୍ୟ ଗୋଟେ ମାସିକ ସାହିତ୍ୟ ପତ୍ରିକା, ତା ନାଁ ହେଲା ଝଙ୍କାର। ଝଙ୍କାର ନାମକ ଗୋଟେ ମାସିକ ସାହିତ୍ୟ ପତ୍ରିକା, ଯେଉଁଥିରେ କବିତା, ଗଳ୍ପ, ଉପନ୍ୟାସ, ନାଟକ ସବୁ ପ୍ରକାଶ ପାଏ। ସାହିତ୍ୟ ପତ୍ରିକା ସେଇଟା ମାସିକିଆ, ମାସକୁ ଥରେ ବାହାରେ। ସେଇ ପତ୍ରିକାର ସେ ସମ୍ପାଦକ ଥିଲେ, ତାକୁ ସମ୍ପାଦନ କରୁଥିଲେ। ତେବେ ଏଇ ଚିନ୍ତାମଣି ଆଚାର୍ଯ୍ୟ ଆମର ଉତ୍କଳ ଗୌରବ ମଧୁସୂଦନ ଦାସ, ମଧୁବାବୁ, ତାଙ୍କ ଜୀବନ ଦ୍ୱାରା ବହୁତ ବହୁଳ ଭାବରେ ସେ ପ୍ରଭାବିତ ହୋଇଥିଲେ। ତାଙ୍କୁ ବହୁତ ମାନୁଥିଲେ, ବହୁତ ସମ୍ମାନ କରୁଥିଲେ ମଧୁବାବୁଙ୍କୁ। ତେଣୁ ସେ ମଧୁବାବୁଙ୍କ ଜୀବନୀକୁ ସେ ନିଜେ ଲେଖିଥିଲେ ବହିରେ। ତାଙ୍କ ଜୀବନୀକୁ ନେଇ ଗୋଟେ ଜୀବନୀ ପ୍ରବନ୍ଧଟି ଲେଖିଥିଲେ। ସେଇ ପ୍ରବନ୍ଧ ଆଜି ଆମେ ପଢ଼ିବା ଏବଂ ଏଇ ମଧୁବାବୁଙ୍କ ଜୀବନୀରୁ, ପ୍ରବନ୍ଧରୁ ଆମେ ମଧୁବାବୁଙ୍କର ଜୀବନକୁ ଜାଣିବା। ତାଙ୍କର ବାଲ୍ୟକାଳ କେମିତି କଟିଥିଲା, ତାଙ୍କର ଜନ୍ମସ୍ଥାନ କେଉଁଠି, ପିଲାଦିନ କେମିତି କାଟିଥିଲେ, ତାଙ୍କର ଶିକ୍ଷା ଜୀବନ କେମିତି କଟିଥିଲା ଏବଂ ତାଙ୍କର ସଂଘର୍ଷମୟ କର୍ମମୟ ଜୀବନଟା କେମିତି କଟିଥିଲା, ଏସବୁ ବିଷୟରେ ଆମେ ମଧୁବାବୁଙ୍କର ସମସ୍ତ ଘଟଣା, ସମସ୍ତ ଜୀବନୀ ପ୍ରସଙ୍ଗ ଆମେ ଏଇ ପ୍ରବନ୍ଧରୁ ଜାଣିବାକୁ ପାଇବା। ବୁଝିଲା? ତେବେ ମଧୁବାବୁ ଆମେ ସବୁ ଜାଣିଛେ ପିଲେ,
କ'ଣ ଦେଖିବା ଏବେ? ମଧୁବାବୁଙ୍କ ଜୀବନ କାହାଣୀ ଉତ୍କଳର ଅର୍ଦ୍ଧ ଶତାବ୍ଦୀର ଇତିହାସ ହେଲା। ତେବେ ଯଦି ଆମେ ମଧୁବାବୁଙ୍କ ଜୀବନ କାହାଣୀ ପଢ଼ିବା, ତେବେ ମଧୁବାବୁଙ୍କ ଜୀବନ କାହାଣୀକୁ ହେଉଛି ଉତ୍କଳର ଅର୍ଦ୍ଧ ଶତାବ୍ଦୀର ଇତିହାସ। ଅର୍ଦ୍ଧ ଶତାବ୍ଦୀ କ'ଣ ନା, ଶତାବ୍ଦୀ କହିଲେ 100 ବର୍ଷ, ଅର୍ଦ୍ଧ ଶତାବ୍ଦୀ କହିଲେ 50 ବର୍ଷ। ତେଣୁ ଯଦି ଆମେ 50 ବର୍ଷର ଇତିହାସ, ଓଡ଼ିଶାର ଇତିହାସକୁ ଜାଣିବାକୁ ଚାହିଁବା, ତାହେଲେ ଆମକୁ କ'ଣ କରିବାକୁ ପଡ଼ିବ ନା ମଧୁବାବୁଙ୍କ ଜୀବନୀକୁ ପଢ଼ିବାକୁ ପଡ଼ିବ। ଯଦି ଆମେ ମଧୁବାବୁଙ୍କ ଜୀବନୀ ପଢ଼ିଲେ ତାହେଲେ ଆମକୁ 50 ବର୍ଷର ଓଡ଼ିଶାର ଇତିହାସକୁ ଆମେ ଜାଣିପାରିବା। ତେଣୁ ଏଠି ଲେଖକ ଲେଖୁଛନ୍ତି, ପ୍ରାବନ୍ଧିକ ଲେଖିଛନ୍ତି ଯେ ମଧୁବାବୁଙ୍କ ଜୀବନ କାହାଣୀ ଉତ୍କଳର ଅର୍ଦ୍ଧ ଶତାବ୍ଦୀର ଇତିହାସ। ଏହି ଇତିହାସ ମଧ୍ୟରେ ଉତ୍କଳର ସାମାଜିକ, ରାଜନୈତିକ, ଅର୍ଥନୈତିକ ତଥା ଶିଳ୍ପ, ବାଣିଜ୍ୟ, ଶିକ୍ଷା ଏ ସମସ୍ତ ବିଷୟ ତା ଦେହରେ ରହିଛି। ଏ ଯେଉଁ ମଧୁବାବୁଙ୍କ ଜୀବନ କାହାଣୀ, ଏଇ ମଧୁବାବୁଙ୍କ ଜୀବନ କାହାଣୀ ପ୍ରବନ୍ଧରେ ସେ ସମୟର ଉତ୍କଳର ସାମାଜିକ ଅବସ୍ଥା କେମିତି ଥିଲା, ରାଜନୈତିକ ଅବସ୍ଥା କେମିତି ଥିଲା, ଅର୍ଥନୀତି କେମିତି ଥିଲା, ଶିଳ୍ପ କେମିତି ଥିଲା, ବାଣିଜ୍ୟ କେଉଁ ଭଳିଆ ଥିଲା, ବାଣିଜ୍ୟ, ଶିକ୍ଷା ଅବସ୍ଥା ସେତେବେଳେ କେମିତି ଥିଲା, ଏ ସମସ୍ତ ବିଷୟ ଆମକୁ ସେଥିରେ ଦେଖିବାକୁ ମିଳିବ ହେଲା ମଧୁବାବୁଙ୍କ ଜୀବନୀରୁ। ତେବେ ମଧୁସୂଦନ ତାଙ୍କର ଜୀବିତ ଅବସ୍ଥାରେ ଉତ୍କଳର ଗୃହେ ଗୃହେ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ନିକଟରେ ମଧୁବାବୁ ବା ମଧୁ ବାରିଷ୍ଟର ଭାବରେ ସୁପରିଚିତ ଥିଲେ। ମୁଁ କହିଲି ଏବେ ଟିକେ ପୂର୍ବରୁ ଯେ ମଧୁବାବୁ ଗାଁରୁ ଛୋଟଠାରୁ ଆରମ୍ଭ କରି, ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ମଧୁବାବୁ ବୋଲି ଡାକୁଥିଲେ, ମଧୁ ବାରିଷ୍ଟର ବୋଲି ଡାକୁଥିଲେ ହେଲା। ଏବଂ ତାଙ୍କୁ କୁଳବୁଦ୍ଧ ବୋଲି ମଧ୍ୟ କୁହାଯାଏ। ତେବେ ଉତ୍କଳ ମାତାର ଯୋଗ୍ୟତମ ସନ୍ତାନ ମଧୁସୂଦନ ଦେଶର ଜାତିର ସର୍ବବିଧ ଉନ୍ନତି ପାଇଁ ନିରନ୍ତର ବ୍ୟାକୁଳ ଥିଲେ। ଆମ ଓଡ଼ିଆମାନଙ୍କର ସ୍ୱାଭିମାନ କେମିତି ରକ୍ଷା ପାଇବ, ଓଡ଼ିଆମାନଙ୍କର ସମ୍ମାନ କେମିତି ବୃଦ୍ଧି ପାଇବ, ଓଡ଼ିଶା ବାହାରେ ଓଡ଼ିଆ ଲୋକ ଓଡ଼ିଶା ବାହାରକୁ ଗଲେ କେମିତି ସମ୍ମାନର ପାତ୍ର ହେବେ ଏବଂ ଭାରତର କେମିତି ମାନ ବୃଦ୍ଧି ପାଇବ, ସମ୍ମାନ ବୃଦ୍ଧି ପାଇବ, ତା ପାଇଁ ସେ ସବୁବେଳେ ଚିନ୍ତିତ ଥିଲେ ଏବଂ ବ୍ୟାକୁଳ ଥିଲେ। ଗୋଟିଏ ଉତ୍କଳ ସନ୍ତାନ ଗୋଟିଏ ସ୍ୱରରେ ମା ମା ବୋଲି ଡାକି ସ୍ୱାର୍ଥମେଧ ଯଜ୍ଞରେ ଛାତିକୁ ଛାତି ମିଶାଇ ସ୍ୱାର୍ଥକୁ ଆହୁତି ଦେବାକୁ ସେ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଆହ୍ୱାନ କରି ଯାଇଛନ୍ତି। ତେବେ ମଧୁବାବୁ ଆଉ କ'ଣ କରିଛନ୍ତି ନା ଆମର ଓଡ଼ିଶାବାସୀଙ୍କୁ, କୋଟି କୋଟି ଓଡ଼ିଶାବାସୀ ଯେଉଁ ଆମର ଅଛନ୍ତି, ସେ କୋଟିଏ ମାନେ କୋଟି କୋଟି ଓଡ଼ିଶାବାସୀଙ୍କୁ ସେ ଆହ୍ୱାନ ଦେଇଛନ୍ତି ଯେ ସମସ୍ତେ ଗୋଟିଏ ସ୍ୱରରେ ମା ମା ବୋଲି ଡାକି ଏଇ ଉତ୍କଳ ଭୂମିକୁ, ଉତ୍କଳ ମାତାକୁ ମା ମା ବୋଲି ଡାକି ଗୋଟିଏ ସ୍ୱରରେ ସମସ୍ତେ ନିଜର ସ୍ୱାର୍ଥକୁ ସ୍ୱାର୍ଥମେଧ ଯଜ୍ଞରେ ଆହୁତି ଦିଅ, ନିଜ ସ୍ୱାର୍ଥକୁ ଭୁଲିଯାଅ ଏବଂ ଉତ୍କଳର ଉନ୍ନତି ପାଇଁ, ଉତ୍କଳ ମାତାର ପାଇଁ ସମ୍ମାନ ପାଇଁ, ଉତ୍କଳ ଭୂମି ପାଇଁ ନିଜର ଜୀବନକୁ ଉତ୍ସର୍ଗ କର ବୋଲି ସେ ଆହ୍ୱାନ ଦେଇଛନ୍ତି। ସେହି ଉପଦେଶର ଆଦର୍ଶ ରୂପେ ନିଜକୁ ଦେଶ ଓ ଜାତି ସମକ୍ଷରେ ସ୍ଥାପନ କରିଯାଇଛନ୍ତି। ଓଡ଼ିଆ କିପରି ଓଡ଼ିଶା ବାହାରେ ଦେଶ ବିଦେଶରେ ସମ୍ମାନିତ ହେବ, ଏହା ତାଙ୍କର ଚିରଲକ୍ଷ୍ୟ ଥିଲା। ମୃତ୍ୟୁ ଶଯ୍ୟାରେ ସୁଦ୍ଧା ଓଡ଼ିଆର ଉନ୍ନତି ତାଙ୍କର ଏକମାତ୍ର ଚିନ୍ତା ଥିଲା। ବୁଝିଲା, ବୁଝିପାରୁଛ? ତେବେ ସେ ମୃତ୍ୟୁ ଶଯ୍ୟାରେ ଯେତେବେଳେ ପଡ଼ିଥିଲେ, ସେ ଯେତେବେଳେ ବୃଦ୍ଧ ଅବସ୍ଥାରେ ମୃତ୍ୟୁ ମୁଖରେ, ମୃତ୍ୟୁ ଶଯ୍ୟାରେ ଥିଲେ, ମୃତ୍ୟୁର ଅପେକ୍ଷାରେ ଥିଲେ, ମୃତ୍ୟୁ ଶଯ୍ୟାରେ ପଡ଼ିଥିଲେ ଜ୍ୱରରେ, ତ ସେ ସମୟରେ ମଧ୍ୟ ତାଙ୍କ ଚିନ୍ତା ମୁଣ୍ଡରେ ଥିଲା ଯେ ଆମ ଓଡ଼ିଶା କେମିତି ଆଗକୁ ଯିବ, ଉନ୍ନତି କରିବ। ବୁଝିଲା, ଏଇଟା ସବୁବେଳେ ତାଙ୍କର ଗୋଟିଏ ଚିନ୍ତା ଥିଲା, ଚିର ଲକ୍ଷ୍ୟ ଥିଲା, ସବୁବେଳେ ଗୋଟିଏ ଲକ୍ଷ୍ୟ ତାଙ୍କର, ମୋ ଦେଶ, ମୋ ରାଜ୍ୟ, ମୋ ଜାତି କିପରି ଉନ୍ନତି କରୁ, ଆଗକୁ ବଢ଼ୁ। ତେବେ ମଧୁବାବୁ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମ ମଧୁବାବୁଙ୍କ ଜନ୍ମଭୂମି ରୂପେ ପ୍ରତ୍ୟକ୍ଷ ଓଡ଼ିଆର ତୀର୍ଥସ୍ଥାନ। ମଧୁବାବୁ କେଉଁଠି ଜନ୍ମ ହୋଇଥିଲେ? କଟକ ଜିଲ୍ଲାର ସତ୍ୟଭାମାପୁରରେ ଜନ୍ମ ହୋଇଥିଲେ। କେବେ ଜନ୍ମ ହୋଇଥିଲେ? 1848 ମସିହା ଏପ୍ରିଲ ମାସ 28 ତାରିଖରେ। ଆମ ଓଡ଼ିଆରେ କହିଲେ କ'ଣ ହେବ ନା ଜ୍ୟେଷ୍ଠ ମାସ, ଏପ୍ରିଲ ମାସକୁ ଓଡ଼ିଆ ହେଉଛି ଜ୍ୟେଷ୍ଠ ମାସ। ତେଣୁ 1848 ମସିହା, ଇଂରାଜୀ ମାସ କହିଲେ ଏପ୍ରିଲ ମାସ 28 ତାରିଖ, ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି, ଏଇ ଦିନ ସେ ଜନ୍ମଗ୍ରହଣ କରିଥିଲେ। କେଉଁଠି ନା କଟକ ଜିଲ୍ଲାର ସତ୍ୟଭାମାପୁରରେ। ଏଇ ସତ୍ୟଭାମାପୁର ଯେହେତୁ ମଧୁବାବୁଙ୍କ ଜନ୍ମସ୍ଥାନ, ତେଣୁ ଏଇଟା ହେଉଛି ପ୍ରତ୍ୟେକ ଓଡ଼ିଆଙ୍କର ତୀର୍ଥସ୍ଥାନ ବୋଲି କୁହାଯାଇଛି। ଆମର ଚିନ୍ତାମଣି ଆଚାର୍ଯ୍ୟ ଲେଖକ ଏଇ ମଧୁବାବୁଙ୍କ ଜୀବନୀ ପ୍ରବନ୍ଧରେ ସେ ଲେଖିଛନ୍ତି। ବୁଝିଲା। ତେବେ ମଧୁବାବୁଙ୍କର ବାପାଙ୍କ ନାମ କ'ଣ ଥିଲା? ଚୌଧୁରୀ ରଘୁନାଥ ଦାସ। ଏବଂ ମାତାଙ୍କ ନାମ କ'ଣ ଥିଲା ନା ଶ୍ରୀମତୀ ପାର୍ବତୀ ଦେବୀ। ମଧୁବାବୁଙ୍କ ପିତାଙ୍କ ନାମ ଥିଲା ଚୌଧୁରୀ ରଘୁନାଥ ଦାସ ଏବଂ ମାତାଙ୍କ ନାମ ଥିଲା ଶ୍ରୀମତୀ ପାର୍ବତୀ ଦେବୀ। ତେବେ ପୂର୍ବେ ମରହଟ୍ଟା ଯୁଗରୁ ଏ ଦେଶର ସମ୍ରାଟକରଣମାନେ ଚୌଧୁରୀ, କାନୁନଗୋ, ସାମନ୍ତ ଇତ୍ୟାଦି ଉପାଧିରେ ସବୁ ଭୂଷିତ ହୋଇ ନିଜ ନିଜର ସମ୍ମାନ ବଢ଼ାଉଥିଲେ। ଆମେ ଜାଣିଛେ ମୋଗଲ ଶାସନ ପରେ ମରହଟ୍ଟାମାନେ ଶାସନ କରୁଥିଲେ, ତାପରେ ଇଂରେଜମାନେ ଆସିଲେ। ଏହି ସମୟରେ
ଓଡ଼ିଶାରେ ସବୁ ସାମନ୍ତବାଦୀ ରାଜା ଏବଂ ଜମିଦାରମାନେ ଥିଲେ। ଏମାନେ ସବୁ କେଉଁ ଭଳିଆ ନାଁରେ ଇଏ ଜଣାପଡ଼ୁଥିଲେ ନା ଚୌଧୁରୀ, କାନୁନଗୋ, ସାମନ୍ତ ଏଇସବୁ ଉପାଧି ସେମାନେ ଲାଭ କରୁଥିଲେ। ଏଇ ଜମିଦାରମାନେ, ରାଜାମାନେ ଏବଂ ପଇସାବାଲା ଧନୀ ଲୋକ ଯେଉଁମାନେ ଥିଲେ, ସମ୍ରାଟ ଶ୍ରେଣୀ ଲୋକମାନେ, ସେମାନେ ସବୁ ଚୌଧୁରୀ, ସାମନ୍ତ, କାନୁନଗୋ ଏଇ ଉପାଧିରେ ସବୁ ସମ୍ମାନିତ ହେଉଥିଲେ। ତେଣୁ ରଘୁନାଥଙ୍କର 2 ପୁତ୍ର ଥିଲେ। ଚୌଧୁରୀ ରଘୁନାଥ ଦାସ ମଧୁବାବୁଙ୍କ ବାପା, ତାଙ୍କର 2 ଜଣ ପୁତ୍ର ଥିଲେ, ବଡ଼ ପୁଅ, ସାନ ପୁଅ। ବଡ଼ ପୁଅ ନାଁ କ'ଣ ଥିଲା? ବଡ଼ ପୁଅଙ୍କ ନାମ ଥିଲା ଗୋବିନ୍ଦ ବଲ୍ଲଭ ଦାସ ଏବଂ ସାନ ପୁଅର ନାମ ଥିଲା ଗୋପାଳ ବଲ୍ଲଭ ଦାସ। ତେବେ ରଘୁନାଥ ଦାସଙ୍କର 2ଟି ପୁତ୍ର। ବଡ଼ ପୁଅ ହେଲେ ଗୋବିନ୍ଦ ବଲ୍ଲଭ ଦାସ, ଯାହାଙ୍କୁ ଆମେ ମଧୁସୂଦନ ଦାସ ବୋଲି କହୁଛୁ, ମଧୁବାବୁ। ତାଙ୍କ ସାନ ଭାଇ ହେଲେ, ମଧୁବାବୁଙ୍କ ସାନ ଭାଇ ନାଁ ହେଲା ଗୋପାଳ ବଲ୍ଲଭ ଦାସ। ହେଲା। ତେବେ ଗୋପାଳ ବଲ୍ଲଭ କ'ଣ? ମଧୁବାବୁ ନାମ ଜାଣିଲେ। ଗୋପାଳ ବଲ୍ଲଭ ତାଙ୍କ ସାନ ଭାଇ ଯିଏ, ସିଏ ପିଲା ଗୋଟେ ଉପନ୍ୟାସ ଲେଖିଛନ୍ତି। ସେ ମଧ୍ୟ ଜଣେ ସାହିତ୍ୟିକ। ସେ ଉପନ୍ୟାସ ଲେଖିଛନ୍ତି ଭୀମା ଭୂୟାଁ। ଏ ଭୀମା ଭୂୟାଁ ଯେଉଁ, ଏଇ ଉପନ୍ୟାସଟା ହେଉଛି ପ୍ରଥମ ଓଡ଼ିଆ ଆଦିବାସୀ ଉପନ୍ୟାସର ମାନ୍ୟତା ପାଇଛି ଆମ ଓଡ଼ିଶାରେ। ଆମ ଓଡ଼ିଆ ସାହିତ୍ୟରେ ପ୍ରଥମ ଓଡ଼ିଆ ଆଦିବାସୀ ଉପନ୍ୟାସ ଭାବରେ ସେ ମାନ୍ୟତା ପ୍ରାପ୍ତ କରୁଛି। କିଏ ସେ? ନା ଭୀମା ଭୂୟାଁ ଉପନ୍ୟାସ। ଏ ଉପନ୍ୟାସର ରଚୟିତା କିଏ? ମଧୁବାବୁଙ୍କର ସାନ ଭାଇ, ହେଲା, କନିଷ୍ଠ ଭ୍ରାତା ତାଙ୍କର ଗୋପାଳ ବଲ୍ଲଭ ଦାସ। ବୁଝିଗଲା। ତେବେ ବାଲ୍ୟକାଳରେ ଗୋବିନ୍ଦ ବଲ୍ଲଭଙ୍କର ଗାଁ ଚାଟଶାଳୀରେ ଜଣେ ମାଟି ବଂଶ ଅବଦାନ ନିକଟରେ ପଢ଼ିଥିଲେ। ଆମେ ଯେଉଁ ଗୋବିନ୍ଦ ବଲ୍ଲଭ ପାଠ ପଢ଼ୁଥିଲେ ସେତେବେଳେ, ତେବେ ଗୋବିନ୍ଦ ବଲ୍ଲଭ କିଏ? ସେ ନା ମଧୁବାବୁ। ତେଣୁ ଗୋବିନ୍ଦ ବଲ୍ଲଭ ଗାଁ ଚାଟଶାଳୀରେ ଜଣେ ମାଟି ବଂଶ ଅବଦାନଙ୍କ ନିକଟରେ ପଢ଼ିଥିଲେ। ସେତେବେଳେ ପିଲାମାନେ ସ୍କୁଲ ନଥିଲା। ଆଜି ଯେମିତି ସ୍କୁଲ ଅଛି, ଚାରିଆଡ଼େ କଲେଜ ଅଛି, ୟୁନିଭର୍ସିଟି ଅଛି, ତ ମଧୁବାବୁଙ୍କ ସମୟରେ ସ୍କୁଲ ନଥିଲା, କଲେଜ ନଥିଲା, ୟୁନିଭର୍ସିଟି ନଥିଲା। ତେଣୁ ସେତେବେଳେ କ'ଣ ଥିଲା ନା ଚାଟଶାଳୀ ଥିଲା। ଚାଟଶାଳୀ କ'ଣ ନା ଗାଁରେ, ପ୍ରତ୍ୟେକ ଗାଁରେ ଗୋଟେ ଛୋଟିଆ ମାଟିର କୁଡ଼ିଆଟେ ଥିବ, ମାଟି ଘର ଥିବ, ଚାଳ ଘର ଛୋଟିଆଟେ, ସେଠି ପାଠ ପଢ଼ିବେ। ଅବଦାନ କହିଲେ କିଏ ସେ? ନା ଯିଏ ଶିକ୍ଷକ। ସେତେବେଳେ ଶିକ୍ଷକଙ୍କୁ ଅବଦାନ ବୋଲି କୁହାଯାଉଥିଲା। ବା ଜ୍ୟୋତିଷ, ଯେଉଁମାନେ ସବୁ ଜାତକ ଲେଖନ୍ତି, ଜ୍ୟୋତିଷ ଗଣନା କରନ୍ତି, ସେ ଜ୍ୟୋତିଷମାନେ ଚାଟଶାଳୀରେ ମଧ୍ୟ ପିଲାମାନଙ୍କୁ ପାଠ ପଢ଼ାନ୍ତି। ତେଣୁ ସେ ଜ୍ୟୋତିଷମାନଙ୍କୁ ଅବଦାନ ବୋଲି କୁହାଯାଏ। ହେଲା, ଅବଦାନରେ ପାଠ ପଢ଼ାନ୍ତି। ତେଣୁ ଏଇ ଅବଦାନ ଯେଉଁ ରହିଲେ, ସେ ଅବଦାନଙ୍କ ଭିତରେ ଅଛନ୍ତି ମାଠର ବଂଶ, ମାଟି ବଂଶ ବା କ୍ଷିତି ବଂଶ। ଏଇ କ୍ଷିତି ବଂଶ ବା ମାଟି ବଂଶର ଅବଦାନ ମାନେ ସେତେବେଳେ ଶିକ୍ଷାଦାନ କରୁଥିଲେ, ଚାଟଶାଳୀରେ ପିଲାଙ୍କୁ ପାଠ ପଢ଼ାଉଥିଲେ। ତେଣୁ ଗୋବିନ୍ଦ ବଲ୍ଲଭ ଦାସ ବା ମଧୁବାବୁ ସେଇ ମାଟି ବଂଶର ବା କ୍ଷିତି ବଂଶର ଅବଦାନଙ୍କ ପାଖରେ ଚାଟଶାଳୀରେ ପାଠ ପଢ଼ିଥିଲେ। ହେଲା। ତାପରେ ସେମାନଙ୍କୁ ସ୍ଥାନ ବିଶେଷରେ ଓଝା ବୋଲି କହନ୍ତି। ଏଇ ଯେଉଁ ଅବଦାନ ମାନେ ସେତେବେଳେ ପାଠ ପଢ଼ାଉଥିଲେ, ଚାଟଶାଳୀର ଅବଦାନ, ତାଙ୍କୁ ଓଝା ବୋଲି କୁହାଯାଏ। ଲୋକମାନେ ଓଝା ବୋଲି ଡାକନ୍ତି ଅବଦାନମାନଙ୍କୁ। ବୁଝିଲା। ତେଣୁ ସେ କାଳରେ ସ୍ଲେଟ, ପେନସିଲ, କାଗଜ, କଲମ, ଦୁଆତ ଲେଖିବା, ଡେସ୍କ, ବେଞ୍ଚ, ଚୌକି, ବ୍ଲାକବୋର୍ଡ଼ ଏସବୁ କିଛି ନଥିଲା। ତେଣୁ ସେତେବେଳେ ସ୍କୁଲ ନଥିଲା, କଲେଜ, ୟୁନିଭର୍ସିଟି ନଥିଲା, ସେତେବେଳେ ମଧ୍ୟ ଚେୟାର ନଥିଲା ପିଲାମାନେ ପାଠ ପଢ଼ିବା ପାଇଁ, ଚୌକି ନାହିଁ, ବେଞ୍ଚ ନାହିଁ, ବ୍ଲାକବୋର୍ଡ଼ ନାହିଁ, ସ୍ମାର୍ଟ ବୋର୍ଡ଼ ନାହିଁ, ହେଲା, ପେନସିଲ ନାହିଁ, କାଗଜ ନାହିଁ, କଲମ ନାହିଁ। ତେଣୁ ଲେଖିବା ପାଇଁ ମଧ୍ୟ ଏସବୁ ନଥିଲା, ଡେସ୍କ ନଥିଲା, ବ୍ଲାକବୋର୍ଡ଼ ନଥିଲା। ତେଣୁ କ'ଣ ହେଉଥିଲା ନା ଗାଁରେ ଖଣ୍ଡେ ଚାଳି ଘରେ ଶୀତ ଦିନରେ ବା ଆମ୍ବ ଗଛ, ବରଗଛ ମୂଳରେ ଗ୍ରାମ୍ୟ ପାଠଶାଳା ବସୁଥିଲା। ତେଣୁ ଗାଁରେ ଗୋଟେ ଛୋଟ ଚାଳ ଘର ଥିଲା। ସେ ଚାଳ ଘର ଭିତରେ ପିଲାମାନେ ପାଠ ପଢ଼ନ୍ତି, ତାକୁ ଚାଟଶାଳୀ କୁହାଯାଏ। ଯେତେବେଳେ ଶୀତ ଦିନ ହୁଏ, ସେ ଘରେ ଶୀତ ଲାଗେ ବୋଲି ପିଲାମାନେ ଆସି ଖରାରେ, ଗଛ ମୂଳେ ଖରାରେ ବସିକି ପାଠ ପଢ଼ନ୍ତି। ଅବଦାନ ମାନେ ତାଙ୍କୁ ଗଛ ମୂଳରେ ବସି ପାଠ ପଢ଼ାନ୍ତି। ହେଲା। ତେଣୁ ପିଲା ଏ ଭୂଇଁରେ ଶୁଆ ପକ୍ଷିଆ ଖଡ଼ିରେ ଲେଖୁଥିଲେ। ତେଣୁ ସେତେବେଳେ ତ ସିଲଟ ନଥିଲା, ଖାତା, ପେନ୍, କାଗଜ କିଛି ନଥିଲା, ପେନସିଲ ନଥିଲା, ଖାତା ନଥିଲା, କାଗଜ, ପେନସିଲ, ବ୍ଲାକବୋର୍ଡ଼ କିଛି ନଥିଲା, ସିଲଟ ବି ନଥିଲା। ତେଣୁ ପିଲାମାନେ କ'ଣ କରୁଥିଲେ ନା ଭୂଇଁରେ ଲେଖୁଥିଲେ, ଭୂମିରେ, ମାଟିରେ ଗୋଟେ ଶୁଆ ପକ୍ଷିଆ ଖଡ଼ି। ଶୁଆ ପକ୍ଷିଆ ଖଡ଼ି କହିଲେ ଗୋଟେ ପଥର ଖଡ଼ି, ପଥରର ଗୋଟେ ଚୂନ ମିଶା ପଥର ଗୋଟେ ଅଛି, ସେଇଥିରେ ଗୋଟେ ଖଡ଼ି ଆସେ, ବଡ଼ ବଡ଼ ପଥର। ସେଇ ପଥର ଖଡ଼ିରେ ସେମାନେ ତଳେ ଗାରେଇ ଲେଖୁଥିଲେ ମାଟିରେ। ଆଉ କେଉଁଥିରେ ଲେଖୁଥିଲେ ନା ତାଳପତ୍ର ଏବଂ ଲେଖନୀ। ତାଳପତ୍ର ଏବଂ ଲୁହାର ଯେଉଁ ଲେଖନୀ ମୁନ, ଲୁହା ଦେହରେ ଗୋଟେ ଲେଖନୀ ତିଆରି ହେଇଥାଏ, ତାଳପତ୍ର ଲେଖନ୍ତି, ଲେଖନୀ ମୁନ। ସେ ଲେଖନୀ ମୁନରେ ତାଳପତ୍ର ଲେଖୁଥିଲେ। ହେଲା। ତେଣୁ ସୂର୍ଯ୍ୟୋଦୟ ଠାରୁ ଦିନ 11ଟା ଯାଏଁ ସକାଳ ବେଳା ପାଠଶାଳା ବସେ। ଅତି ପ୍ରତ୍ୟୁଷରେ ସେଜରୁ ଉଠିବାକୁ ଉତ୍ସାହ ଦେବା ପାଇଁ ଚାଟଶାଳୀର ଅବଦାନଙ୍କର ସୁବ୍ୟବସ୍ଥା ଥିଲା। କ'ଣ ଥିଲା ସୁବ୍ୟବସ୍ଥା? ନା ସୁନ ଦେବା। ତେବେ ସୂର୍ଯ୍ୟୋଦୟ ଠାରୁ ଦିନ 11ଟା ପର୍ଯ୍ୟନ୍ତ ସବୁଦିନ ଚାଟଶାଳୀ ବସେ। ଯେମିତି ଆଜି ଆମେ ସ୍କୁଲ ଗଲାବେଳେ ସକାଳ 9ଟାରୁ କି 10ଟାରୁ ବାହାରିକିରି, ଆଉ ସକାଳ 9ଟାରୁ ଘରୁ ଗାଧେଇ ପାଧେଇ ଖାଇକି ବାହାରିଲେ 10ଟାରେ ଯାଇକି ସ୍କୁଲ ପହଞ୍ଚେ। ସେତେବେଳେ କ'ଣ ହେଉଥିଲା ନା ସୂର୍ଯ୍ୟୋଦୟ ଠାରୁ, ଯେତେବେଳେ ସୂର୍ଯ୍ୟ ଉଦୟ ହେଉଥିଲେ 5:30, 6ଟା,
ସେଇ ସମୟରୁ ପାଠ ପଢ଼ା ଆରମ୍ଭ ହେଉଥିଲା ଦିନ 11ଟା ପର୍ଯ୍ୟନ୍ତ। ଏତିକି ସମୟ ମୋତେ ପାଠ ପଢ଼ା ହୁଏ। ସୂର୍ଯ୍ୟ ଉଦୟ ଠାରୁ 11ଟା ପର୍ଯ୍ୟନ୍ତ, ଦିନ 11ଟା, ଏଇ ଯାଏଁ ପାଠ ପଢ଼ା ହୁଏ। ଠିକ୍ ଅଛି। ତେଣୁ ପିଲାମାନେ କିନ୍ତୁ ସକାଳୁ ସକାଳୁ ଉଠିବେ 5:30 5ଟା ବେଳକୁ ଯେମିତି ପିଲାମାନେ ଉଠିଯିବେ, ଘରୁ ଉଠିଲେ ତ ପୁଣି ଆସିବେ ପାଠ ପଢ଼ିବାକୁ। ତେଣୁ ପିଲାମାନଙ୍କୁ ଉଠିବା ପାଇଁ ଜଲ୍ଦି ଅବଧାନ ଗୋଟେ କ'ଣ କରିଥିଲେ, ଗୋଟେ ବ୍ୟବସ୍ଥା କରିଥିଲେ। ସେ ବ୍ୟବସ୍ଥା କ'ଣ ନା ଶୂନ ଦେବା, ଶୂନ ଆଙ୍କିବା ଆସିକି କେଉଁଠି ଚାଟଶାଳୀରେ। ଯେଉଁ ପିଲା ପ୍ରଥମେ ଆସିବ ସେ ଆସିକି ଗୋଟେ ଚାଟଶାଳୀରେ ଗୋଟେ ଶୂନ ଦେବ ଯେ ମୁଁ ଆଗ ଆସିଛି ବୋଲି, ହେଲା। ତେଣୁ ଯେଉଁ ପିଲା ପ୍ରଥମେ ଆସିବେ ଅବଧାନ ପୁଣି କ'ଣ କରୁଥିଲେ ନା ଗୋଟେ ବାଡ଼ି ଧରିକି ବେତ ଧରିକି ବସୁଥିଲେ ଚାଟଶାଳୀରେ। ଯେଉଁ ପିଲା ପ୍ରଥମେ ଆସିଲା ତା ହାତକୁ ଧୀରେ କିନି ବାଡ଼େଇବେ। ତାପରେ ଦ୍ୱିତୀୟରେ ଯେଉଁ ପିଲା ଆସିଲା ସେକେଣ୍ଡରେ ତାକୁ ଆଉ ଟିକେ ଜୋରରେ ବାଡ଼େଇବେ। ପୁଣି ଆଉ ଟିକେ ଡେରି କରିକି ଯିଏ ଆସିଲା ତାକୁ ଆଉ ଟିକେ ଜୋରରେ ବାଡ଼େଇବେ। ପୁଣି ଆଉ ଟିକେ ଡେରି କରିକି ଯିଏ ଆସିଲା ପୁଣି ତାକୁ ଆଉ ଟିକେ ଜୋରରେ ବାଡ଼େଇବେ। ସଭା ଲାଷ୍ଟକୁ ଯେଉଁ ପିଲାଟା ଆସୁଥିଲା ତାକୁ ଜୋରରେ ବାଡ଼ଉଥିଲେ। ସେତେବେଳେ ଏଇଭଳିଆ ପ୍ରେଜେଣ୍ଟ ପଡ଼ୁଥିଲା। ଯେମିତି ଆଜି ଆମର ଖାତାରେ ପ୍ରେଜେଣ୍ଟ ପଡ଼ୁଛି, ସେତେବେଳେ ପିଲାମାନଙ୍କୁ ଡିସିପ୍ଲିନ୍ ଶିଖିବା ପାଇଁ, ହେଲା। ତ ଏଇଭଳିଆ ବ୍ୟବସ୍ଥା ଚାଟଶାଳୀରେ ଥିଲା। ଅବଧାନ କ'ଣ କରୁଥିଲେ ନା ଯେଉଁ ପିଲା ପ୍ରଥମେ ଆସିକି ପହଞ୍ଚୁଥିଲା ତାକୁ ଧୀରେ କିନି ବାଡ଼ଉଥିଲେ, ଯିଏ ଡେରି ଆସିକି ପହଞ୍ଚୁଥିଲା ତାକୁ ଜୋର ବାଡ଼ଉଥିଲେ। ଏଇଭଳିଆ କରିକି ସେତେବେଳେ ଚାଟଶାଳୀରେ ବ୍ୟବସ୍ଥା କରିଥିଲେ କିଏ ଅବଧାନ। ତାପରେ ତେଣୁ ପ୍ରଥମେ ଚାଟଶାଳୀକୁ ଆସିକି ଅବଧାନଙ୍କୁ ପ୍ରଣାମ କରିବାକୁ ପିଲାମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗୁଥିଲା। ତେଣୁ ପ୍ରଥମେ ଆସିକି କିଏ ଆଗ ଆସିକି ଚାଟଶାଳୀରେ ପହଞ୍ଚିବ ଏବଂ ଅବଧାନଙ୍କୁ ପ୍ରଥମେ ମୁଣ୍ଡିଆ ମାରିବ। ତା ପାଇଁ ଯେଉଁ ପିଲାମାନେ ସେତେବେଳେ ଥିଲେ ମଧୁବାବୁ ପଢ଼ୁଥିଲେ, ଗୋବିନ୍ଦ ବଲ୍ଲଭ ଦାସ ମଧୁବାବୁ ସେ ପଢ଼ୁଥିଲେ। ତ ତାଙ୍କ ସମୟରେ ଚାଟଶାଳୀରେ ପ୍ରଥମେ କିଏ ଉଠିକି ସକାଳୁ ସକାଳୁ ଉଠିକି ଆଗ ବାହାରିକି ଯାଇକି ଚାଟଶାଳୀରେ ପହଞ୍ଚିବ, ଅବଦାନଙ୍କୁ ଆଗ ମୁଣ୍ଡିଆ ମାରିବ। ତା ପାଇଁ ପିଲାମାନଙ୍କ ଭିତରେ ସବୁ କ'ଣ ହେଉଥିଲା ନା ପ୍ରତିଦ୍ୱନ୍ଦିତା ଲାଗୁଥିଲା। ତେଣୁ ସକାଳ ବେଳା ଅକ୍ଷର ଲେଖା ହୁଏ ଏବଂ ପଣିକିଆ ହୁଏ। ଶୋଧି, ଓଡ଼ାଙ୍କ, ଫେଡ଼ାଙ୍କ, ହରଣ, ଗୁଣନ, ପାହି, ପଣିକିଆ ଏଇଗୁଡ଼ା ସବୁ ହୁଏ। ସକାଳେ କ'ଣ ଲେଖା ହୁଏ ଆମେ ଜାଣିଲେ ଯେ ସୂର୍ଯ୍ୟୋଦୟ ପୂର୍ବରୁ 11ଟା ପର୍ଯ୍ୟନ୍ତ ଚାଟଶାଳୀ ଚାଲେ, ପିଲା ପାଠ ପଢ଼ନ୍ତି। କ'ଣ କ'ଣ ପାଠ ପଢ଼ନ୍ତି ନା ସକାଳ ବେଳା ପଣିକିଆ ହୁଏ, ପଣିକିଆ ପଢ଼ା ହୁଏ। ଶୋଧି ହୁଏ, ଶୋଧି କହିଲେ କ'ଣ ଶୁଦ୍ଧି, ଅଶୁଦ୍ଧ ଶୁଦ୍ଧି ଏସବୁ ଶୋଧି ପାଠ ପଢ଼ାଯାଏ। ଓଡ଼ାଙ୍କ କହିଲେ ମିଶାଣ, ତାପରେ ଫେଡ଼ାଙ୍କ ଫେଡ଼ାଣ, ହରଣ, ଗୁଣନ, ପାହି, ପଣିକିଆ, କଳାଗଣ୍ଡା, ହେଲା। ତାପରେ ପଣିକିଆ, ତାପରେ ଲୀଳାବତୀ, ସୂତ୍ର ଏଇସବୁ ପିଲେ ପଢ଼ାଯାଏ। ପଣିକିଆ ପଢ଼ା ହୁଏ, ଶୋଧି ପଢ଼ା ହୁଏ, ମିଶାଣ ଓଡ଼ାଙ୍କ ଫେଡ଼ା ହୁଏ, ଫେଡ଼ାଙ୍କ ଫେଡ଼ାଣ ଫେଡ଼ା ହୁଏ ପଢ଼ା ହୁଏ, ହରଣ ପଢ଼ା ହୁଏ, ଗୁଣନ ପଢ଼ା ହୁଏ, ପାହି ହୁଏ ପାହି, ତାପରେ ପଣିକିଆ, ତାପରେ କଡ଼ାଗଣ୍ଡା କଲେ କ'ଣ ନା ଗୋଟେ କଡ଼ା କଲେ 24ଟା ନଡ଼ିଆ ଗୋଟେ କଡ଼ା, ନହେଲେ 24ଟା ପାନ, 24ଟା ଗୁଆ, ଏ ଗୋଟେ କଡ଼ା ବୋଲି କୁହାଯାଏ। ତେଣୁ କଡ଼ା ଗଣ୍ଡା, ଗଣ୍ଡେ ଦିଅ, 2 ଗଣ୍ଡା ଦିଅ। ତେଣୁ ଏବେ ତୁମେ କଡ଼ା ଗଣ୍ଡା କଲେ ତୁମେ ବୁଝିପାରିବନି, ସେତେବେଳେ ସବୁ କଡ଼ା ଗଣ୍ଡା ଚାଲିଥିଲା, ପାହି ଚାଲିଥିଲା, ପାହି ଏବଂ କଡ଼ା ଗଣ୍ଡା ଏସବୁ ଚାଲିଥିଲା। ଏବଂ ଲୀଳାବତୀ କାବ୍ୟ ମଧ୍ୟ ପଢ଼ା ହେଉଥିଲା। ଲୀଳାବତୀ କାବ୍ୟ ଯେଉଁ ରଘୁନାଥ ହରିଚନ୍ଦନଙ୍କର ସେଇଟା ପଢ଼ା ଯାଉଥିଲା। ଠିକ୍ ଅଛି। ତେଣୁ ଏଇସବୁ ପାଠ ସକାଳ ବେଳା ପଢ଼ା ହୁଏ। ପଣିକିଆ ହୁଏ, ମିଶାଣ ଫେଡ଼ାଣ ହରଣ ଗୁଣନ, ପଣିକିଆ, କଡ଼ା ଗଣ୍ଡା ଏସବୁ ଲୀଳାବତୀ କାବ୍ୟ ଏସବୁ ଜିନିଷ ଏସବୁ ପାଠ ତାଙ୍କୁ ପଢ଼ାଯାଏ। ତାପରେ ଉପର ବେଳା କ'ଣ ହୁଏ ପୁଣି ସନ୍ଧ୍ୟାବେଳେ ନା ଉପର ବେଳା ତାଳପତ୍ର ଲେଖଣୀରେ ଅକ୍ଷର ଲେଖା ହୁଏ। ତେବେ ସକାଳ ବେଳା କ'ଣ ହୁଏ ନା ପଣିକିଆ ହୁଏ, ଶୋଧି ଓଡ଼ାଙ୍କ ମିଶାଣ ଫେଡ଼ାଣ ସବୁ ହୁଏ, କଡ଼ା ଗଣ୍ଡା ପଢ଼ା ହୁଏ। ପୁଣି ଉପର ବେଳା କ'ଣ ହୁଏ, ଉପର ବେଳା କଲେ 4ଟା ବେଳେ ବା 5ଟା ବେଳେ, 4ଟା 5ଟା ବେଳେ ପୁଣି କ'ଣ ପଢ଼ା ହୁଏ ନା ତାଳପତ୍ର ଲେଖଣୀରେ ଅକ୍ଷର ଲେଖିବା। ତାଳପତ୍ର ଦିହରେ ଲେଖଣୀ ଦିହରେ ଅକ୍ଷରକୁ ଲେଖିବା, ହେଲା। ତେଣୁ ଅକ୍ଷର ଲେଖିବା ଏବଂ ଭାଗବତ, ରାମାୟଣ, ମହାଭାରତ, ବୈଦେହୀଶ ବିଳାସ, ଗୋପୀ ଭାଷା ଇତ୍ୟାଦି ସବୁ ପଢ଼ା ହେଉଥିଲା। ତେଣୁ ଆଜି ଆମେ କ'ଣ କରୁଛେ ନା ଖାତାରେ ଲେଖୁଛେ, ବଢ଼ିଆ ବଢ଼ିଆ ଖାତା, ଦାମିକିଆ ଖାତା ଆଣୁଛେ, ସେ ଖାତା ଦେହରେ ପେନ୍ ଧରିକି ଲେଖୁଛେ। କିନ୍ତୁ ମଧୁବାବୁ କେଉଁଥିରେ ଲେଖୁଥିଲେ, ତାଳପତ୍ରରେ ଲେଖଣୀ, ଲୁହା ଦେହରେ ଲେଖଣୀ ଗୋଟେ ତିଆରି ହେଉଥିଲା, ସେ ଲେଖଣୀ ମୁନରେ ତାଳପତ୍ର ଦେହରେ ଲେଖୁଥିଲେ। ସେ ଦେଖୁଛ ତ। ତେଣୁ ସେ ସମୟ ତାଳପତ୍ର ସେ ଲେଖୁଥିଲେ, ମାଟି ଦେହରେ ଖଡ଼ିରେ ଲେଖୁଥିଲେ। ତାପରେ ଭାଗବତ ପଢ଼ୁଥିଲେ, ରାମାୟଣ ପଢ଼ୁଥିଲେ, ମହାଭାରତ ପଢ଼ୁଥିଲେ, ବୈଦେହୀଶ ବିଳାସ ପଢ଼ୁଥିଲେ ଉପେନ୍ଦ୍ର ଭଞ୍ଜଙ୍କର, ଗୋପୀ ଭାଷା ଏଇସବୁ ପାଠ ପିଲା ପଢ଼ା ହେଉଥିଲା। କେଉଁଠି ନା ଚାଟଶାଳୀରେ। ଗଲା ସକାଳ ବେଲା ଗଲା, ଉପର ବେଳା ଗଲା, 4ଟା ବେଳେ ଗଲା, ପୁଣି ସନ୍ଧ୍ୟାବେଳେ। ସନ୍ଧ୍ୟାବେଳେ କ'ଣ ହେଉଥିଲା ନା ସନ୍ଧ୍ୟା ଦୀପ ଜାଳିବା ସଙ୍ଗେ ସଙ୍ଗେ ପିଲାଏ ଦୀପଂ ଜ୍ୟୋତିଃ ପରଂ ବ୍ରହ୍ମ ଇତ୍ୟାଦି ଶ୍ଲୋକ ବୋଲି ଅବଦାନଙ୍କ ନିକଟରେ ରୁଣ୍ଡ ହୁଅନ୍ତି। ତେବେ ସନ୍ଧ୍ୟାବେଳେ କ'ଣ କରନ୍ତି ନା ସନ୍ଧ୍ୟାବେଳେ ସନ୍ଧ୍ୟା ଦୀପ ଦିଆ ହୁଏ ଚାଟଶାଳୀରେ। ସନ୍ଧ୍ୟା ଦୀପ ଦିଆ ହୁଏ। ଏ ସନ୍ଧ୍ୟା ଦୀପ ଦେଲାବେଳେ ସବୁ ପିଲାମାନେ ଏକାଠି ହେଇକରି ଦୀପଂ ଜ୍ୟୋତିଃ ପରଂ ବ୍ରହ୍ମ ଏଇ ଶ୍ଲୋକଟା ବୋଲନ୍ତି ଏବଂ ଅବଦାନଙ୍କ ନିକଟରେ ରୁଣ୍ଡ ହୁଅନ୍ତି। ଅବଦାନଙ୍କ ପାଖରେ ସମସ୍ତେ ଗଦା ହୁଅନ୍ତି, ଛିଡ଼ା ହୁଅନ୍ତି ସବୁ ମିଶିକି। ସେତେବେଳେ ଚାଣକ୍ୟ ଶ୍ଲୋକର ଆବୃତ୍ତି ହୁଏ, ମାନସାଙ୍କ ପଚରାଯାଏ, ହେଲା। ସନ୍ଧ୍ୟାବେଳେ ଦୀପ ଲାଗିଲା, ଦୀପ ଲାଗି ସାରିଲା ପରେ ପିଲାମାନେ ସବୁ ଅବଦାନଙ୍କ ପାଖରେ ଏକାଠି ରହିଲେ।
ସେତେବେଳେ ଚାଣକ୍ୟ ଆମେ ଜାଣିଛେ, ଚାଣକ୍ୟ ଯେଉଁ ଥିଲେ ଆମର ପଣ୍ଡିତ, ମହାନ ପଣ୍ଡିତ, ସେ ଚାଣକ୍ୟଙ୍କର ନୀତି ପଢ଼ା ହୁଏ। ତା ଛଡ଼ା ମାନସାଙ୍ଗ ପଚରାଯାଏ ହେଲା। ତାପରେ ଆସିଲା କ'ଣ ପିଲେ, ଗୋବିନ୍ଦ ବଲ୍ଲଭ ଏହି ପାରମ୍ପରିକ ରୀତିରେ ଚାଟଶାଳୀରେ ପଢ଼ା ଶେଷ କରି କଟକ ଆସିଲା ବେଳକୁ ତାଙ୍କର ବୟସ ହୋଇଥିଲା 13 ବର୍ଷ। ତେବେ ଗୋବିନ୍ଦ ବଲ୍ଲଭ ପିଲାବେଳୁ ପାଠ ପଢ଼ିଲେ ଚାଟଶାଳୀରେ ପାଠ ଛାଡ଼ିକିରି ସେ କଟକ ଆସିଲା ବେଳେ, ଯେତେବେଳେ କଟକ ଆସିଲେ ପାଠ ପଢ଼ିବା ପାଇଁ, ଚାଟଶାଳୀ ପାଠ ସରିଗଲା, ପୁଣି ସ୍କୁଲ ପାଠ ପଢ଼ିବା ପାଇଁ କଟକକୁ ଆସିଲେ। ଯେତେବେଳେ ଆସିଲେ ସେତେବେଳେ ତାଙ୍କ ବୟସ ହୋଇଥିଲା 13 ବର୍ଷ। କଟକରେ ଇଂରାଜୀ ବିଦ୍ୟାଳୟରେ ପଢ଼ିବାକୁ ତାଙ୍କର ପିତାମହୀ ଘୋର ଆପତ୍ତି କରିଥିଲେ। କିଏ ସେ? ନା ମଧୁବାବୁ, ଗୋବିନ୍ଦ ବଲ୍ଲଭ ଦାସ। ଗୋବିନ୍ଦ ବଲ୍ଲଭ କଟକ ଆସିଲେ ପାଠ ପଢ଼ିବା ପାଇଁ, ମଧୁବାବୁ ପାଠ ପଢ଼ିବାକୁ ଆସିଲା ବେଳେ ତାଙ୍କ ଜେଜେମା ପିତାମହୀ କହିଲେ, କିଏ ସେ? ନା ପିତାମହୀ ହେଉଛନ୍ତି ଜେଜେମା, ପିତାମହୀ ତାଙ୍କ ଜେଜେମା। ସିଏ ମନା କଲେ, ଘୋର ଆପତ୍ତି କଲେ, କହିଲେ ନା ନା ମୋ ନାତି କଟକ ପାଠ ପଢ଼ିବାକୁ ଯିବନି। କାହିଁକି? ନା କଟକରେ ସବୁ ଇଂରେଜ ମାନେ ସ୍କୁଲ କରିଛନ୍ତି, ଇଂରାଜୀ ସ୍କୁଲ। ସେଠି ଇଂରାଜୀ ସ୍କୁଲରେ ଯଦି ମୋ ନାତି ପାଠ ପଢ଼ିବ ତାହେଲେ ସେ ଖ୍ରୀଷ୍ଟିଆନ ହେଇଯିବ। ସେ କ'ଣ ହେଇଯିବ? ନା କିରସ୍ତାନ ହେଇଯିବ। କିରସ୍ତାନ ମାନେ ଖ୍ରୀଷ୍ଟିଆନ ହେଇଯିବ। ତେଣୁ ତାଙ୍କ ଜେଜେମା, ତାଙ୍କର ପିତାମହୀ କଲେ ଜେଜେମା, ସିଏ ମନା କରୁଥିଲେ ମଧୁବାବୁଙ୍କୁ କଟକରେ ପଢ଼ିବା ପାଇଁ। କହିଲେ କଟକ ଗଲେ ସେ ଇଂରେଜ ମାନଙ୍କ ସ୍କୁଲରେ ପଢ଼ିବ, ଇଂରାଜୀ ସ୍କୁଲରେ ପଢ଼ିବ, ସେ କିରସ୍ତାନ ହେଇଯିବ ବା ଖ୍ରୀଷ୍ଟିଆନ ହେଇଯିବ ହେଲା। ତେଣୁ ସେ ସମୟରେ ଅନେକ ଇଂରାଜୀ ପଢ଼ୁଆ ସମାଜର ନିର୍ଯାତନା ହେତୁରୁ ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କ ପ୍ରଚାରିତ ଧର୍ମ ଉପଦେଶ ଶୁଣି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ ହେଲା। ତାଙ୍କର ଆଶଙ୍କା କ'ଣ ଥିଲା? ତାଙ୍କ ଜେଜେମା କାହିଁକି ମନା କରୁଥିଲେ? ନା ସେ ସମୟରେ ଅନେକ ଇଂରାଜୀ ପଢ଼ୁଆ ସମାଜର ନିର୍ଯାତନା ହେତୁରୁ ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କ ପ୍ରଚାରିତ ଧର୍ମ ଉପଦେଶ ଶୁଣି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ସେ ସମୟରେ ବହୁତ ସାରା ଲୋକମାନେ, ପିଲାମାନେ, ଓଡ଼ିଆ ଲୋକମାନେ ଯେଉଁମାନେ ପାଠ ପଢ଼ୁଥିଲେ, ଇଂରାଜୀ ସ୍କୁଲରେ ପାଠ ପଢ଼ୁଥିଲେ, ସେମାନେ ପଢ଼ି ସାରିଲା ପରେ କ'ଣ କରୁଥିଲେ ନା ଇଂରେଜ ମାନଙ୍କର ଖ୍ରୀଷ୍ଟିଆନ ଧର୍ମର ଯେଉଁ ମିଶନାରୀ ମାନେ ଆସିଥିଲେ, ଧାର୍ମିକ ଗୁରୁମାନେ ଆସିଥିଲେ, ତାଙ୍କ ଦ୍ୱାରା ପ୍ରଭାବିତ ହୋଇକି ଏଇ ଓଡ଼ିଆ ମାନେ ସବୁ ଖ୍ରୀଷ୍ଟିଆନ ହେଇଯାଉଥିଲେ ହେଲା। ତେଣୁ ଖ୍ରୀଷ୍ଟ ଧର୍ମ ଗ୍ରହଣ କରୁଥିଲେ। ସେଥିପାଇଁ ତାଙ୍କ ଜେଜେମା, ତାଙ୍କର ବହୁତ ଆଶଙ୍କା ଥିଲା ଯେ ମୋ ନାତି ଗଲେ ପଢ଼ିବାକୁ ସିଏ ମଧ୍ୟ କାଳେ ଖ୍ରୀଷ୍ଟିଆନ ହେଇଯିବ, ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବ। ତେଣୁ ଗୋବିନ୍ଦ ବଲ୍ଲଭ କଟକରେ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ କଲେ। ଏହି ବିଦ୍ୟାଳୟ ପରେ ରେଭେନ୍ସା କଲେଜିଏଟ୍ ସ୍କୁଲ ହେଲା। ତେବେ ଗୋବିନ୍ଦ ବଲ୍ଲଭ କ'ଣ କଲେ ନା କଟକରେ ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ କଲେ। ତାଙ୍କ ଚାଟଶାଳୀ ପ୍ରଥମେ ପଢ଼ିଲେ, ତାପରେ ଗାଁରୁ ସହରକୁ ଆସିକି ଇଂରେଜମାନେ ଯେଉଁ ସ୍କୁଲ ସବୁ ତିଆରି କରୁଥିଲେ, ଇଂରାଜୀ ସ୍କୁଲ, ସେଠି ଆସିକି ମଧୁବାବୁ ପାଠ ପଢ଼ିଲେ ହେଲା। ପରେ ଏଇ ବିଦ୍ୟାଳୟ କ'ଣ ନା ରେଭେନ୍ସା କଲେଜ ବୋଲି ହେଇଗଲା। ଏଇ ଯେଉଁ ସ୍କୁଲରେ ମଧୁବାବୁ ପାଠ ପଢ଼ିଥିଲେ ଇଂରାଜୀ ସ୍କୁଲରେ, ସେଇ ସ୍କୁଲଟା ପରବର୍ତ୍ତୀ ସମୟରେ ରେଭେନ୍ସା କଲେଜ ହେଇଗଲା। ଆଜି ଯେଉଁ ରେଭେନ୍ସା ୟୁନିଭର୍ସିଟି ଅଛି, ସେତେବେଳେ ସେଇଟା ରେଭେନ୍ସା କଲେଜ ହେଇଗଲା ହେଲା, ରେଭେନ୍ସା ସ୍କୁଲ ହେଇଗଲା। ସେତେବେଳେ ସେଇଟା ରେଭେନ୍ସା କଲେଜ ସ୍କୁଲ ହେଲା ବା କଲେଜ ହେଲା। ସ୍କୁଲରେ ପଢ଼ିବାର କେତେକ ବର୍ଷ ପର୍ଯ୍ୟନ୍ତ ତାଙ୍କର ମୁଣ୍ଡରେ ଗୋଛାଏ ବାଳ ଗଣ୍ଠି ଥିଲା। ଯେତେବେଳେ ମଧୁବାବୁ ପଢ଼ୁଥିଲେ ସ୍କୁଲ ସମୟରେ ଚାଟଶାଳୀରେ ଏବଂ ଆସି କଟକରେ ପଢ଼ିଲେ, ସେତେବେଳେ ତାଙ୍କ ମୁଣ୍ଡରେ ପୁଳେ ବାଳ ଗୋଛା ଥିଲା, ଗୋଛାଏ ବାଳ ଥିଲା ତାଙ୍କ ମୁଣ୍ଡରେ, ଗଣ୍ଠି ହେଇକିରି ଥିଲା। ତେଣୁ ଦିନେ କ'ଣ କଲା ନା ତାଙ୍କର ଜଣେ ସାଙ୍ଗ ସହପାଠୀ, ସେ କ'ଣ କଲା ନା ସେ ଚୁଟିକି କୌଶଳରେ କାଟିଦେଲା। ମଧୁବାବୁଙ୍କ ମୁଣ୍ଡରେ ପୁଳାଏ ବାଳ ଥିଲା, ସେ ଯେଉଁ ଗଣ୍ଠି ମାରିକି ରଖିଥିଲେ ତାକୁ, ସେ ବାଳକୁ ତାଙ୍କ ସାଙ୍ଗ ଜଣେ ସହପାଠୀ ତାଙ୍କର କାଟିଦେଲା। ତାଙ୍କର ସେତେବେଳର ପୋଷାକ ମଧ୍ୟ ଅଦ୍ଭୁତ ଥିଲା। କାହାର? ମଧୁବାବୁଙ୍କର, ଗୋବିନ୍ଦ ବଲ୍ଲଭଙ୍କର ସେତେବେଳର ପୋଷାକ ଅଦ୍ଭୁତ ଥିଲା। କେମିତି ଥିଲା? ନା ନାଲି କନାରେ ତୁଳା ପଶିକିରି ଗୋଟିଏ ମିରେଜେଇ କୁରୁତା ହୋଇଥିଲା। କେଉଁଥିରେ? ନା ନାଲି କନାରେ, ନାଲିଆ ରଙ୍ଗର କନା, ସେ କନାରେ ତୁଳା ପଶିଥିଲା ଏବଂ ଗୋଟିଏ ମିର୍ଜେଇ କୁର୍ତ୍ତା ହୋଇଥିଲା। ମିର୍ଜେଇ କହିଲେ ପିଲାମାନେ ଆମର ଯେଉଁ ମୋଗଲ ମାନଙ୍କ ଭଳିଆ ଦେଖିବାକୁ, ମୋଗଲ ଶବ୍ଦଟା ମିର୍ଜେଇ, ଗୋଟେ ମିର୍ଜେଇ କୁର୍ତ୍ତାଟା ହେଇଥିଲା। ସେଥିରେ ବୋତାମ ଲାଗୁନଥିଲା। କ'ଣ ଥିଲା ନା କେବଳ ଦୁଇଟା ସୂତା ହୋଇଥିଲା, ସେ ସୂତାକୁ ବନ୍ଧା ହୁଏ ତା ଦେହରେ ହେଲା। ତେଣୁ କୁର୍ତ୍ତା ଦୁଇ ପାଖ କନା ଧଡ଼ି ବା ସୂତାରେ ବନ୍ଧା ହୁଏ। ସେ ସମୟ ପର୍ଯ୍ୟନ୍ତ ସାଧାରଣ ଲୋକେ ଜୋତା ବ୍ୟବହାର କରୁନଥିଲେ। ତେଣୁ ଯେତେବେଳେ ମଧୁବାବୁ ଯେଉଁ ସମୟରେ ଇଂରାଜୀ ସ୍କୁଲରେ ପାଠ ପଢ଼ୁଥିଲେ କଟକରେ, ସେ ସମୟରେ ତାଙ୍କର ଗୋଟେ କୁର୍ତ୍ତା ଥିଲା, ନାଲି ରଙ୍ଗର ତୁଳା ବସିକି ଗୋଟେ କୁର୍ତ୍ତା ଥିଲା, ମିରେଜ କୁର୍ତ୍ତା। ସେ କୁର୍ତ୍ତାରେ ବଟମ ନଥିବ, ଦୁଇଟା ସୂତା ଥିବ, ସେ ସୂତାକୁ ସେ ବାନ୍ଧନ୍ତି ଠିଆ ହେଇକି। ସେତେବେଳେ ଲୋକମାନେ ମଧ୍ୟ ଜୋତା ବ୍ୟବହାର କରୁନଥିଲେ। ସାଧାରଣ ଲୋକ ଜୋତା କିଣି ପାରୁନଥିଲେ ସେତେବେଳେ ହେଲା। ତେଣୁ ଗୋବିନ୍ଦ ବଲ୍ଲଭଙ୍କୁ ମଧ୍ୟ ଜୋତା ମାଡ଼ିବାକୁ ହେଉନଥିଲା। ତେଣୁ କଟକ ହାଇସ୍କୁଲରୁ ଏଣ୍ଟ୍ରାନ୍ସ ବା ବର୍ତ୍ତମାନ ମାଟ୍ରିକୁଲେସନ୍, ଆମେ ଯେଉଁ ବର୍ତ୍ତମାନ 10ମ ପରୀକ୍ଷା ଦେଉଛେ, ତେଣୁ ଗୋବିନ୍ଦ ବଲ୍ଲଭ କ'ଣ କଲେ ନା କଟକ ହାଇସ୍କୁଲ ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ୍ କରିକି, ମାନେ 10ମ ପରୀକ୍ଷାରେ ପାସ୍ କଲେ, ସେ ବାଲେଶ୍ୱରରେ ଗୋଟିଏ ସାମାନ୍ୟ କିରାନୀ କାମରେ ନିଯୁକ୍ତ ହେଲେ। 10ମ ପରୀକ୍ଷା ଦେଲେ, ମେଟ୍ରିକ୍ ପରୀକ୍ଷା ଦେଲେ। ମେଟ୍ରିକ୍ ପରୀକ୍ଷା ପାସ୍ କରିସାରିଲା ପରେ ମଧୁବାବୁ ବାଲେଶ୍ୱର ଯାଇକିରି ଗୋଟେ ସାମାନ୍ୟ କିରାନୀ କାମରେ ନିଯୁକ୍ତ ହେଲେ। ଗୋବିନ୍ଦ ବଲ୍ଲଭ
ଚିରଦିନ ଉଚ୍ଚ ଅଭିଳାଷୀ ଥିଲେ। ସେ ବହୁତ ଉଚ୍ଚ ଅଭିଳାଷୀ, ସବୁବେଳେ ଉଚ୍ଚ ଅଭିଳାଷ, ତାଙ୍କ ମନରେ ବହୁତ ଉଚ୍ଚ ଆଶା, ଉଚ୍ଚ ଆକାଂକ୍ଷା, ବଡ଼ ବଡ଼ ସ୍ୱପ୍ନ ସେ ଦେଖନ୍ତି ହେଲା, ଏବଂ ସେ ସ୍ୱପ୍ନକୁ ସାକାର କରିବାକୁ ଚାହାନ୍ତି। ତେଣୁ ଏହି କିରାନୀଗିରିରେ ତାଙ୍କର ଅସୀମ ଜ୍ଞାନ ଲିପ୍ସା ଚରିତାର୍ଥ ହେଲାନି। ତେଣୁ ସେ ଯେଉଁ କିରାନୀ ଚାକିରିଟା କଲେ, ଦଶମ ପରୀକ୍ଷା ଦେଇ ସେ ମାଟ୍ରିକ ପରୀକ୍ଷା ଦେଇ ସାରିକି ବାଲେଶ୍ୱରରେ କିରାନୀ ଚାକିରି କଲେ, ସେ ଚାକିରି ତାଙ୍କୁ ସନ୍ତୁଷ୍ଟ ଲାଗିଲାନି, ସନ୍ତୁଷ୍ଟ ହେଲାନି, ତାଙ୍କ ମନ ସେତେ ଲାଗିଲାନି ଗୋବିନ୍ଦ ବଲ୍ଲଭଙ୍କର ବା ମଧୁବାବୁଙ୍କର ହେଲା। ତେଣୁ ବାଲେଶ୍ୱରରେ ଅବସ୍ଥାନ କାଳରେ କିଛି ଅର୍ଥ ସଂଗ୍ରହ କରିକି ଉଚ୍ଚଶିକ୍ଷା ଲାଭ କରିବାକୁ ସେ କଲିକତା ପଳେଇଲେ। ତେଣୁ ବାଲେଶ୍ୱରରେ ଯେତେବେଳେ ତାଙ୍କ ମନ ନ ଲାଗିଲା କିରାନୀ ଚାକିରିରେ, ସେ କିଛି ପଇସା ସେଠୁ ପାଖରେ ସେଭିଂ କଲେ, ରଖିଲେ। ସେ ପଇସାକୁ ନେଇକି ସେ କ'ଣ କଲେ ନା ଆହୁରି ପାଠ ପଢ଼ିବା ପାଇଁ, ଉଚ୍ଚ ପାଠ ପଢ଼ିବା ପାଇଁ ହେଲା, ହାୟର ଏଜୁକେସନ୍ ପାଇଁ ସେ କେଉଁଠି ପଳେଇଲେ ନା କଲିକତା ପଳେଇଲେ। କଲିକତାରେ ସେ ଜଣେ ବଙ୍ଗୀୟ ଖ୍ରୀଷ୍ଟିଆନ ପାଦ୍ରୀ, ତାଙ୍କ ନାଁ ହେଲା ଅମ୍ବିକା ପ୍ରସାଦ। ଯେତେବେଳେ କଲିକତାରେ ପହଞ୍ଚିଲେ ମଧୁବାବୁ, ଗୋବିନ୍ଦ ବଲ୍ଲଭ କଲିକତାରେ ବଙ୍ଗୀୟ ଖ୍ରୀଷ୍ଟିଆନ ପାଦ୍ରୀ କହିଲେ କ'ଣ, ଫାଦର ବୋଲି ଯେଉଁ ଆମେ କହୁ, ଧର୍ମଗୁରୁ, ସେ ଖ୍ରୀଷ୍ଟିଆନ ପାଦ୍ରୀଙ୍କୁ ଦେଖାହେଲେ। ତାଙ୍କ ନାଁ ହେଲା ଅମ୍ବିକା ପ୍ରସାଦ ଏବଂ ଅମ୍ବିକା ପ୍ରସାଦ ହାଜରା। ତେଣୁ ଅମ୍ବିକା ପ୍ରସାଦ ହାଜରାଙ୍କ ସହିତ ତାଙ୍କର ଚିହ୍ନା ପରିଚୟ ସେଠି ହେଲା କଲିକତାରେ ହେଲା। ତେଣୁ ଅମ୍ବିକା ପ୍ରସାଦ କ'ଣ କଲେ ନା ଅମ୍ବିକା ପ୍ରସାଦ ଗୋବିନ୍ଦ ବଲ୍ଲଭଙ୍କର ଜ୍ଞାନ ସ୍ପୃହା ଓ ଉଚ୍ଚ ଆକାଂକ୍ଷାର ପରିଚୟ ପାଇ ତାଙ୍କର ଉଚ୍ଚ ଶିକ୍ଷାର ବ୍ୟବସ୍ଥା କଲେ। ତେଣୁ ଅମ୍ବିକା ପ୍ରସାଦ ହାଜରା ଦେଖିଲେ ଯେ ଗୋବିନ୍ଦ ବଲ୍ଲଭ ହେଉଛନ୍ତି ଜଣେ ଉଚ୍ଚ ଆକାଂକ୍ଷୀ ଆଉ ବହୁତ ଟ୍ୟାଲେଣ୍ଟେଡ଼, ସେ ଉଚ୍ଚ ଅଭିଳାଷୀ, ମେଧାବୀ ଛାତ୍ର। ତେଣୁ ତାଙ୍କର ଏସବୁ ପରିଚୟ ପାଇକି, ତାଙ୍କ ଭିତରେ ସବୁ ଗୁଣ ଦେଖିକିରି ଅମ୍ବିକା ପ୍ରସାଦ କ'ଣ କଲେ, ମଧୁବାବୁଙ୍କର ଉଚ୍ଚ ଶିକ୍ଷା ପାଇଁକା କ'ଣ କଲେ, ସବୁ ବ୍ୟବସ୍ଥା କରିଦେଲେ। କଲିକତାରେ ସେ ଇଂରାଜୀ ସାହିତ୍ୟରେ MA ପାସ୍ କରିଥିଲେ, ମଧ୍ୟ ଗଣିତ ଭୂଗୋଳ ପ୍ରବୃତ୍ତିରେ ପାଣ୍ଡିତ୍ୟ ଲାଭ କରିଥିଲେ। ତେବେ ଗୋବିନ୍ଦ ବଲ୍ଲଭ କଲିକତାରେ ରହିକି ପାଠ ପଢ଼ିଲେ, ଉଚ୍ଚଶିକ୍ଷା କଲେ। କ'ଣ କଲେ ନା ଇଂରାଜୀରେ MA ପଢ଼ିଲେ। ସେ ଇଂରାଜୀରେ MA କଲେ, PG କଲେ। MA କରିସାରିଲା ପରେ ସେ ଇଂରାଜୀରେ MA କରିଥିଲେ, କିନ୍ତୁ ଇଂରାଜୀରେ MA କରିଥିଲେ ବି ତାଙ୍କର ଗଣିତ ଭଲ ହେଉଥିଲା, ଭୂଗୋଳ ଏଇସବୁରେ ତାଙ୍କର ପାଣ୍ଡିତ୍ୟ ବହୁତ ଥିଲା, ଅନେକ ଜ୍ଞାନ ଥିଲା ତାଙ୍କର, ଗଣିତରେ ଭୂଗୋଳରେ ବହୁତ ସାରା ତାଙ୍କର ଜ୍ଞାନ ଥିଲା। ତେଣୁ କଲିକତାରେ ପ୍ରଥମେ ବିଭିନ୍ନ ସ୍କୁଲରେ ଶିକ୍ଷକତା କରି ଅବଶେଷରେ ଶ୍ରୀରାମପୁର କଲେଜରେ ଅଧ୍ୟାପକ ହେବା ଲାଗି ସେ ପ୍ରାର୍ଥୀ ହୋଇଥିଲେ। ତେଣୁ କଲିକତାରେ ତାଙ୍କର ଇଂରାଜୀରେ MA କଲେ। MA କରିସାରିଲା ପରେ ସେ କଲିକତାରେ ବିଭିନ୍ନ ସ୍କୁଲରେ ପଢ଼େଇଲେ। ତାପରେ ଗୋଟେ ଶ୍ରୀରାମଚନ୍ଦ୍ର ସ୍କୁଲ ଗୋଟେ ଥିଲା ସେଠି, ଶ୍ରୀରାମପୁର ସ୍କୁଲ ବା ଶ୍ରୀରାମପୁର କଲେଜ। ଏ ଶ୍ରୀରାମପୁର କଲେଜରେ ତାଙ୍କୁ ଲେକ୍ଚର ହେବା ପାଇଁ, ଅଧ୍ୟାପକ ହେବା ପାଇଁକା ପ୍ରାର୍ଥୀ ହୋଇଥିଲେ ବା ତାଙ୍କୁ ନିଯୁକ୍ତି ମିଳିଥିଲା ସେଠି ଶ୍ରୀରାମପୁର କଲେଜରେ ଅଧ୍ୟାପକ ହେଇ ପଢ଼ିବା ପାଇଁ। ତେଣୁ କଲେଜର ଅଧ୍ୟକ୍ଷ ତାଙ୍କୁ ଡକାଇ ପଚାରିଲେ, ଆପଣ କେଉଁ ବିଷୟ ଭଲ ପଢ଼େଇ ପାରିବେ କୁହନ୍ତୁ। ଯେଉଁ କଲେଜର ଯିଏ ପ୍ରିନ୍ସିପାଲ ଅଛନ୍ତି ସେ ଡାକିଲେ ମଧୁବାବୁ ଗୋବିନ୍ଦ ବଲ୍ଲଭକୁ, କହିଲେ ଆପଣ କେଉଁ ବିଷୟ ଭଲ ପଢ଼େଇ ପାରିବେ କହିଲେ। ସେ ଉତ୍ତର ଦେଲେ, ଆପଣ ଯେଉଁ ବିଷୟ ପଢ଼େଇବାକୁ ଆଦେଶ ଦେବେ ମୁଁ ସେଇ ବିଷୟରେ ପଢ଼େଇବି ହେଲା। ତେବେ ଶ୍ରୀରାମପୁର କଲେଜରେ ଇଂରାଜୀ, ଗଣିତ, ଭୂଗୋଳ ଅତି ସରଳ ଓ ପ୍ରାଞ୍ଜଳ ଭାବରେ ପଢ଼ାଇ ସେ ଛାତ୍ରମାନଙ୍କ ଶ୍ରଦ୍ଧା ଓ ଭକ୍ତିଭାଜନ ହୋଇଥିଲେ। ତେଣୁ ମଧୁବାବୁ କ'ଣ କଲେ, ଗୋବିନ୍ଦ ବଲ୍ଲଭ କ'ଣ କଲେ, ଶ୍ରୀରାମପୁର କଲେଜରେ ରହିଲେ, ସେଠି ଲେକ୍ଚର ହେଇକି ପିଲାଙ୍କୁ ପାଠ ପଢ଼େଇଲେ। ସେଠି ସେ ପିଲାଙ୍କୁ ଇଂରେଜୀ ପଢ଼େଇଲେ, ଭୂଗୋଳ ପଢ଼େଇଲେ, ଗଣିତ ପଢ଼େଇଲେ ଏବଂ ସବୁ ପଢ଼େଇଲେ। ପଢ଼େଇକି ଛାତ୍ରମାନଙ୍କର ଶ୍ରଦ୍ଧା ଏବଂ ଭକ୍ତିର ଭାଜନ ନେଇପାରିଲେ। ସେ ଛାତ୍ରମାନେ ତାଙ୍କୁ ବହୁତ ମାନିଲେ, ବହୁତ ଭଲ ପାଇଲେ। ଶିକ୍ଷକ ନିଜର ଜ୍ଞାନ ଚରିତ୍ର ଓ ଛାତ୍ରମାନଙ୍କ ପ୍ରତି ସହାନୁଭୂତି ହେତୁରୁ ଛାତ୍ର ସମାଜରେ ପୂଜିତ ହୁଅନ୍ତି। ଗୋବିନ୍ଦ ବଲ୍ଲଭଙ୍କ ଠାରେ କ'ଣ ହେଇଥିଲା ନା ଏ ଗୁଣମାନ ଏକାଧାରା ନିହିତ ଥିଲା। ତେଣୁ ଶିକ୍ଷକମାନେ କ'ଣ କରନ୍ତି ନା ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଭଲ ରାସ୍ତା ଦେଖାନ୍ତି, ଭଲ ଗୁଣ ଶିଖାନ୍ତି, ମାନେ ସତ୍ ଦିଗ୍ଦର୍ଶନ ଦିଅନ୍ତି। ତେଣୁ ଏସବୁ ଗୁଣ ପାଇଁ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କୁ ମଧ୍ୟ ଅନେକ ସମ୍ମାନ ଦିଅନ୍ତି, ଭକ୍ତି କରନ୍ତି। ତେଣୁ ଗୋବିନ୍ଦ ବଲ୍ଲଭଙ୍କ ଠାରେ ମଧ୍ୟ ସେୟା ହୋଇଥିଲା। ତାଙ୍କୁ ମଧ୍ୟ ତାଙ୍କର ଯେଉଁ ସେଇ କଲେଜର ପିଲାମାନେ, ତାଙ୍କ ଛାତ୍ରଛାତ୍ରୀମାନେ ବହୁତ ଭଲ ପାଉଥିଲେ, ବହୁତ ସମ୍ମାନ ସ୍ନେହ ଦେଉଥିଲେ ହେଲା। ତେଣୁ ସେହି ସମୟରେ ସେ ଓକିଲାତି ପଢ଼ି କଲିକତା ବିଶ୍ୱବିଦ୍ୟାଳୟରୁ BL ମଧ୍ୟ ପାସ୍ କରିଥିଲେ। ଇଂରାଜୀରେ MA କରିକି ପ୍ରଥମେ ସ୍କୁଲରେ ପଢ଼େଇଲେ, ଶ୍ରୀରାମପୁର ତାପରେ କଲେଜରେ ପଢ଼େଇଲେ। ତାପରେ ସେ ମଧୁବାବୁ କ'ଣ କଲେ ନା କଲିକତା ବିଶ୍ୱବିଦ୍ୟାଳୟ ସେଠି ଅଛି ପିଲେ। ସେ କଲିକତା ବିଶ୍ୱବିଦ୍ୟାଳୟ ସବୁଠୁ ପୁରୁଣା ବିଶ୍ୱବିଦ୍ୟାଳୟ, ଇଂରେଜମାନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ସେଠି। ସେ କଲିକତା ବିଶ୍ୱବିଦ୍ୟାଳୟରେ BL ପାସ୍ କଲେ ହେଲା, ବ୍ୟାଚଲର ଅଫ୍ ଲ, ଓକିଲାତି ପଢ଼ିଲେ। କଲିକତା ବିଶ୍ୱବିଦ୍ୟାଳୟରୁ ସେ କଲିକତା ୟୁନିଭର୍ସିଟିରୁ ସେ ଓକିଲାତି ପଢ଼ିକି ପାସ୍ କଲେ। କଲିକତାରେ ଶିକ୍ଷକତା କଲାବେଳେ ସେ ସ୍ୱନାମଧନ୍ୟ ଭାରତୀୟ ଗୁଣଗଣ୍ୟାଗ୍ରଣ୍ୟ ସାର୍ ଆଶୁତୋଷ ମୁଖୋପାଧ୍ୟାୟଙ୍କର ଗୃହ ଶିକ୍ଷକ ନିଯୁକ୍ତ ହୋଇଥିଲେ। ତେଣୁ କଲିକତା ଯେତେବେଳେ ସେ ଶିକ୍ଷକତା କରୁଥିଲେ, ସେତେବେଳେ ସେ ସ୍ୱନାମଧନ୍ୟ ଭାରତୀୟ ଗୁଣିଗଣାଗ୍ରଗଣ୍ୟ ସାର୍ ଆଶୁତୋଷ ମୁଖୋପାଧ୍ୟାୟଙ୍କର ଗୃହ ଶିକ୍ଷକ ନିଯୁକ୍ତ ହୋଇଥିଲେ। ତାଙ୍କର ଗୃହ ଶିକ୍ଷକ ପିଲାଙ୍କୁ ପଢ଼ଉଥିଲେ।
ସାର୍ ଆଶୁତୋଷ ଦିନେ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଓ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିଲେ। ଏ ଯେଉଁ ସାର୍ ଆଶୁତୋଷ ଯେ ସ୍ୱନାମଧନ୍ୟ ଭାରତୀୟ ଗୁଣିଗଣିଆ ଗ୍ରଗଣ୍ୟ ସାର୍ ଆଶୁତୋଷ ମୁଖୋପାଧ୍ୟାୟଙ୍କର ଗୃହ ଶିକ୍ଷକ ନିଯୁକ୍ତ ହୋଇଥିଲେ କିଏ? ମଧୁବାବୁ। ସାର୍ ଆଶୁତୋଷ ଦିନେ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ସେ ହେଲେ, ମୁଖ୍ୟ ବିଚାରପତି ହେଲେ ଓ କଲିକତା ବିଶ୍ୱବିଦ୍ୟାଳୟ କୁଳପତି ମଧ୍ୟ ହେଇଥିଲେ। କିଏ ସେ? ନା ଆଶୁତୋଷ ସାର୍ ଯେଉଁ ଆଶୁତୋଷ ମୁଖୋପାଧ୍ୟାୟ। କଲିକତା ବିଶ୍ୱବିଦ୍ୟାଳୟର କାହିଁକି ସମଗ୍ର ବଙ୍ଗଦେଶ, ବିହାର ଓ ଓଡ଼ିଶା ଏହି ପ୍ରଦେଶରେ ଇଂରେଜ ଶିକ୍ଷା ପାଇଁ ବ୍ୟବସ୍ଥା କରିବାରେ ଯେଉଁମାନେ କୃତିତ୍ୱ ଦେଖାଇଥିଲେ ସେମାନଙ୍କ ମଧ୍ୟରେ ସାର୍ ଆଶୁତୋଷଙ୍କ ସ୍ଥାନ ଅତି ଉଚ୍ଚ। କଲିକତାର ଅବସ୍ଥାନ କାଳରେ ଗୋବିନ୍ଦ ବଲ୍ଲଭ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହୋଇଥିଲେ। ହେଲା, ତେବେ ଗୋବିନ୍ଦ ବଲ୍ଲଭ ବା ମଧୁବାବୁ କ'ଣ କରୁଥିଲେ ନା ଯେଉଁ ଆମର କଲିକତାର ସାର୍ ଆଶୁତୋଷ ମୁଖୋପାଧ୍ୟାୟଙ୍କର ଗୃହ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କୁ ସେ ପାଠ ପଢ଼ାଉଥିଲେ ଏବଂ ତାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ। ଏବଂ ଆଶୁତୋଷ ମୁଖୋପାଧ୍ୟାୟ କଲିକତା ହାଇକୋର୍ଟରେ ପ୍ରଧାନ ବିଚାରପତିରେ ଥିଲେ। ତାପରେ କଲିକତା ବିଶ୍ୱବିଦ୍ୟାଳୟ କୁଳପତି ମଧ୍ୟ ହେଇଥିଲେ। ତେଣୁ କଲିକତା ବିଶ୍ୱବିଦ୍ୟାଳୟ କାହିଁକି ସମଗ୍ର ବଙ୍ଗଦେଶ, ବିହାର, ଓଡ଼ିଶା ପ୍ରଦେଶରେ ଇଂରେଜ ଶିକ୍ଷା ପାଇଁ ବ୍ୟବସ୍ଥା କରିବାରେ ଯେଉଁମାନେ କୃତିତ୍ୱ ଦେଖାଇଥିଲେ ସେମାନଙ୍କ ମଧ୍ୟରେ ସାର୍ ଆଶୁତୋଷଙ୍କ ସ୍ଥାନ ଅତି ଉଚ୍ଚ। ଏଇ ସାର୍ ଆଶୁତୋଷ ମୁଖୋପାଧ୍ୟାୟ ଯିଏ, ସେ ଚାହୁଁଥିଲେ ଯେ ବିହାର, ବଙ୍ଗ, ଓଡ଼ିଶା ଏ ସବୁଠି ଇଂରେଜ ବିଶ୍ୱବିଦ୍ୟାଳୟ ମାନ ସ୍ଥାପିତ ହଉ ବା ଇଂରେଜ ସ୍କୁଲ ସ୍ଥାପିତ ହଉ। ତେବେ କଲିକତାର ଅବସ୍ଥାନ କାଳରେ ଗୋବିନ୍ଦ ବଲ୍ଲଭଙ୍କ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହୋଇଥିଲେ। କଲିକତାରେ ଯେତେବେଳେ ରହୁଥିଲେ ମଧୁବାବୁ ବା ଗୋବିନ୍ଦ ବଲ୍ଲଭ ଦାସ ଖ୍ରୀଷ୍ଟ ଧର୍ମ ବା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ହେଲା, ଅମ୍ବିକା ପ୍ରସାଦ ଓ ତାଙ୍କର ସ୍ତ୍ରୀ ମୃତ୍ୟୁ ବେଳେ ଅନେକ ଗୁଡ଼ିଏ ପୁତ୍ର କନ୍ୟା ଛାଡ଼ି ଯାଇଥିଲେ ପିଲେ। ଯେ ଅମ୍ବିକା ପ୍ରସାଦ ହାଜରା ଯିଏ ମଧୁବାବୁଙ୍କୁ ପ୍ରଥମ ଭେଟ ହୋଇଥିଲେ, ତାଙ୍କ ସହ ପରିଚୟ କରି ମଧୁବାବୁଙ୍କୁ ଗୁଣକୁ ଚିହ୍ନି ପାରିଥିଲେ, ତାଙ୍କ ମେଧାବୀ ଗୁଣକୁ ଜାଣିପାରିଥିଲେ, ଉଚ୍ଚ ଆଦର୍ଶକୁ ଆକାଂକ୍ଷାକୁ ଜାଣିପାରିକି ତାଙ୍କର ଉଚ୍ଚ ଶିକ୍ଷା ପାଇଁକା ସମସ୍ତ ବ୍ୟବସ୍ଥା କରିଦେଇଥିଲେ। କିଏ ସେ? ଯେଉଁ ଅମ୍ବିକା ପ୍ରସାଦ। ତେଣୁ ଏଇ ଅମ୍ବିକା ପ୍ରସାଦ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ବେଳେ, ତାଙ୍କ ମୃତ୍ୟୁ ହୋଇଗଲା ଯେତେବେଳେ ଅମ୍ବିକା ପ୍ରସାଦ ମରିଗଲେ, ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଗଲା। ତାଙ୍କର ଅନେକ ଗୁଡ଼ିଏ ପିଲା ଥିଲେ, ପୁତ୍ର କନ୍ୟା ସବୁ ଥିଲେ। ତେଣୁ ସେ ପୁତ୍ର କନ୍ୟାଙ୍କୁ କିଏ ପୋଷିଲେ ପାଳିଲେ? ନା ମଧୁବାବୁ ପୋଷିଲେ ବା ଗୋବିନ୍ଦ ବଲ୍ଲଭ ତାଙ୍କର ଲାଳନ ପାଳନ କଲେ। କଲିକତାରେ ତାଙ୍କର ପ୍ରଥମ ଆଶ୍ରୟଦାତା ଅମ୍ବିକା ପ୍ରସାଦଙ୍କ ପ୍ରତି କୃତଜ୍ଞତା ବଶତଃ ମଧୁସୂଦନ କର୍ମ ଜୀବନରେ ସେହି ପୁତ୍ର କନ୍ୟା ମାନଙ୍କର ଭରଣ ପୋଷଣ ଓ ଶିକ୍ଷାର ଭାର ଗ୍ରହଣ କଲେ। ଯେହେତୁ ଅମ୍ବିକା ପ୍ରସାଦ ମଧୁବାବୁଙ୍କୁ ନିଜ ଘରେ ରଖିଥିଲେ, ତାଙ୍କ ଉଚ୍ଚ ଶିକ୍ଷାର ସମସ୍ତ ବ୍ୟବସ୍ଥା କରିଥିଲେ, ତାର ଋଣ ସୁଝିବା ପାଇଁକା ମଧୁବାବୁ କ'ଣ କଲେ ନା ଅମ୍ବିକା ପ୍ରସାଦଙ୍କର ମୃତ୍ୟୁ ପରେ, ତାଙ୍କ ପତ୍ନୀଙ୍କର ମୃତ୍ୟୁ ପରେ ସେମାନଙ୍କ ପିଲାମାନଙ୍କର ସମସ୍ତ ଭରଣ ପୋଷଣ, ତାଙ୍କୁ ପାଳିବା, ପାଠ ପଢ଼ିବା ସମସ୍ତ ବ୍ୟବସ୍ଥା କଲେ। କିଏ ସେ? ବୁଝିଲେ? ମଧୁବାବୁ ବୁଝିଲେ। ସେମାନଙ୍କ ମଧ୍ୟରୁ 2 ଜଣଙ୍କୁ ବିଲାତ ପଠାଇ ଉଚ୍ଚ ଶିକ୍ଷା ପ୍ରଦାନ କରାଇଥିଲେ। ତେଣୁ ସେ ପିଲାମାନେ ଯେଉଁ ଥିଲେ, ଅମ୍ବିକା ପ୍ରସାଦଙ୍କର ପିଲା ଥିଲେ, ସେ ପିଲାମାନଙ୍କ ଭିତରୁ 2 ଜଣଙ୍କୁ ଲଣ୍ଡନ ପଠାଇଥିଲେ। ବିଲାତ ପଡ଼ିଲେ ଲଣ୍ଡନ ପଠାଇକି ତାଙ୍କୁ ପାଠ ପଢ଼ାଇଥିଲେ। ହେଲା, ଶ୍ରୀମତୀ ଶୈଳବାଳା ଓ ଶ୍ରୀମତୀ ସୁଧାଂଶୁବାଳା ନାମୀ 2ଟି କନ୍ୟାକୁ ସେ ନିଜର କନ୍ୟା ରୂପେ ଆଜୀବନ ପାଳନ କରିଥିଲେ। କିଏ ସେ? ମଧୁବାବୁ। ହେଲା, ତେଣୁ 2 ଜଣ ପିଲାଙ୍କୁ ସେ ପଠାଇଥିଲେ ବିଲାତ ପାଠ ପଢ଼ିବା ପାଇଁ। ଆଉ 2 ଜଣ ପିଲା ରହିଲେ, କିଏ ସେ? ଶ୍ରୀମତୀ ଶୈଳବାଳା ଏବଂ ସୁଧାଂଶୁବାଳା ନାମୀ ଏ 2 ଜଣ କନ୍ୟାକୁ ନିଜର କନ୍ୟା ରୂପେ ସେ ପାଳିଥିଲେ, ନିଜ ଝିଅ ବୋଲି କରିଥିଲେ, ନିଜର ଝିଅ ରୂପରେ ଗ୍ରହଣ କରିଥିଲେ। କି ସେ? ମଧୁସୂଦନ ଦାସ ବା ଆମର ଗୋବିନ୍ଦ ବଲ୍ଲଭ ଦାସ। ଓକିଲାତି ପାସ୍ କରି ମଧୁବାବୁ ବା ମଧୁସୂଦନ କଲିକତା ହାଇକୋର୍ଟରେ ସାର୍ ଜନ୍ ଉଡ୍ରଫ୍ ଓ ମିଷ୍ଟର ଉଭାନ୍ସ ପ୍ରଭୃତି ବାରିଷ୍ଟରଙ୍କ ସହଯୋଗରେ ଖ୍ୟାତି ଲାଭ କରିଥିଲେ। ଯେତେବେଳେ ଓକିଲାତି କରୁଥିଲେ, ଶିକ୍ଷକତା ଛାଡ଼ିଲେ ଓକିଲାତି କଲେ ସେଇ କଲିକତାରେ। ସେ ଓକିଲାତି ପାସ୍ କରି ମଧୁବାବୁ କ'ଣ କଲେ ନା କଲିକତା ହାଇକୋର୍ଟରେ ସାର୍ ଜନ୍ ଉଡ୍ରଫ୍ ଓ ମିଷ୍ଟର ଇଭାନ୍ସ ପ୍ରଭୃତି ବାରିଷ୍ଟରଙ୍କ ସହଯୋଗରେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କର ଅନେକ ନାଁ ହେଇଥିଲା ସେଠି ତାଙ୍କ ସାହାଯ୍ୟ ଦ୍ୱାରା। ତେଣୁ ସାର୍ ଜନ୍ ଉଡ୍ରଫ୍ ଜଣେ ସଂସ୍କୃତ ଭାଷାବିତ୍ ପଣ୍ଡିତ ଥିଲେ। ସାର୍ ଜନ୍ ଉଡ୍ରଫ୍ କିଏ ସେ? ନା ହେଉଛନ୍ତି ଜଣେ ଇଂରେଜ ଲୋକ, ଇଂରେଜ କର୍ମଚାରୀ। ହେଲା, ତେଣୁ ସିଏ ଆମର ଯେଉଁ ଆମର ହାଇକୋର୍ଟ ଥିଲା, କେଉଁଠି? କଲିକତା ହାଇକୋର୍ଟ ଥିଲା। ହାଇକୋର୍ଟ ଇଂରେଜମାନେ ପ୍ରତିଷ୍ଠା କରିଥିଲେ। ତେଣୁ ସେ ସାର୍ ଜନ୍ ଉଡ୍ରଫ୍ ସେ ସଂସ୍କୃତ ପଣ୍ଡିତ ଜଣେ ଥିଲେ। ସେ ବିଦେଶୀ ହେଲେ ବି, ଇଂରେଜ ହେଲେ ବି, ସଂସ୍କୃତ, ଆମର ଯେଉଁ ସଂସ୍କୃତ ଭାଷା ଅଛି ସେଥିରେ ଜଣେ ପଣ୍ଡିତ ସେ ଥିଲେ। ଏବଂ ଭାରତୀୟ ତନ୍ତ୍ରଶାସ୍ତ୍ର ସମ୍ବନ୍ଧରେ ସେ ଅନେକ ପୁସ୍ତକ ଲେଖିଥିଲେ। ଆମ ଭାରତରେ ଯେଉଁ ତନ୍ତ୍ର ସାଧନ ହୁଏ, ତନ୍ତ୍ର, ସେ ତନ୍ତ୍ର ସାଧନା ଉପରେ ସେ ଅନେକ ଗବେଷଣା କରିକିରି ତାକୁ ନେଇକି ଅନେକ ପୁସ୍ତକ ସେ ଲେଖିଥିଲେ। ତାପରେ ସାର୍ ଜନ୍ ଉଡ୍ରଫ୍ ଦିନେ କଲିକତା ହାଇକୋର୍ଟର ବିଚାର ଆସନ ଅଳଙ୍କୃତ କଲେ। ଏ ସାର୍ ଜନ୍ ଉଡ୍ରଫ୍ ଯେଉଁ ଜଣେ, ସିଏ କ'ଣ କଲେ ନା ଦିନେ ସେ ହାଇକୋର୍ଟର ବିଚାରପତି ହେଲେ। ହେଲା ପରେ କଲିକତା ହାଇକୋର୍ଟରେ ଓକିଲାତି କଲାବେଳେ ମଧୁସୂଦନଙ୍କୁ
ପ୍ରିଭି କାଉନସିଲର ଅନୁବାଦକୁ ନିଯୁକ୍ତ କରାଯାଇଥିଲା। ଯେତେବେଳେ ସେ ହାଇକୋର୍ଟ ବିଚାରପତି ଥିଲେ ସେତେବେଳେ ମଧୁବାବୁ କ'ଣ ହେଇଥିଲେ ନା କଲିକତା ହାଇକୋର୍ଟରେ ପ୍ରିଭି କାଉନସିଲର ବା ଅନୁବାଦକ ତାରି ଅନୁବାଦକ ଭାବରେ ନିଯୁକ୍ତି ପାଇଥିଲେ ସେଠି। ସେ ଓଡ଼ିଆ କାଗଜପତ୍ର ଇଂରାଜୀ ଭାଷାରେ ଅନୁବାଦ କରୁଥିଲେ। କିଏ? ସେ ଆମ ଗୋବିନ୍ଦ ବଲ୍ଲଭ ବା ମଧୁବାବୁ। ସେ ହାଇକୋର୍ଟରେ କଲିକତା ହାଇକୋର୍ଟରେ ଅନୁବାଦକର ନିଯୁକ୍ତି ପାଇଥିଲେ। ସେ ଇଂରାଜୀ ଭାଷାରୁ ଓଡ଼ିଆ ଭାଷାକୁ ବା ସେ ଓଡ଼ିଆ କାଗଜପତ୍ର ଗୁଡ଼ିକୁ ଇଂରାଜୀରେ ଅନୁବାଦ କରୁଥିଲେ। ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରୁଥିଲେ। କିଏ? ତାଙ୍କ କାମ ଥିଲା ଆଜ୍ଞା ମଧୁବାବୁଙ୍କର। ତେବେ କଲିକତାର ଅବସ୍ଥାନ କାଳରେ ଓଡ଼ିଶାରେ ଓ କଲିକତା ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଶିକ୍ଷା ବିସ୍ତାରର କଳ୍ପନା ମଧୁସୂଦନଙ୍କ ହୃଦୟରେ ଜାଗ୍ରତ ହୋଇଥିଲା। ଯେତେବେଳେ ସେ କଲିକତା ରହୁଥିଲେ ମଧୁବାବୁ, କଲିକତା ରହିବା ସମୟରେ ଓଡ଼ିଶାରେ କଲିକତା ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଓଡ଼ିଶାରେ ଏବଂ ଯେଉଁ ଓଡ଼ିଆମାନେ ଯାଇ କଲିକତା ରହୁଛନ୍ତି ସେମାନଙ୍କ ମଧ୍ୟରେ ଶିକ୍ଷାର ବିସ୍ତାର କଳ୍ପନା କରିବା ପାଇଁ ତାଙ୍କ ମନରେ କ'ଣ ଇଚ୍ଛା ଜାଗ୍ରତ ହୋଇଥିଲା ମଧୁବାବୁଙ୍କ ମନରେ। ସେ ମଧୁବାବୁ ଚାହୁଁଥିଲେ ଯେ ଓଡ଼ିଶାରେ କେମିତି ଇଂରାଜୀ ସ୍କୁଲ ମାନ ପ୍ରତିଷ୍ଠା ହେଉ, ଓଡ଼ିଆ ଲୋକ କେମିତି ଉଚ୍ଚ ଶିକ୍ଷା ଇଂରାଜୀ ଶିକ୍ଷା ଲାଭ କରନ୍ତୁ ଏବଂ କଲିକତାର ଯେଉଁ ଓଡ଼ିଆମାନେ ଓଡ଼ିଶାରୁ ଯାଇ କଲିକତା ସବୁ କାମ କରିବା ପାଇଁ ଯାଉଥିଲେ ସେମାନେ ବି ସେଠି କେମିତି ଶିକ୍ଷା ଲାଭ କରନ୍ତୁ, ଏଇ ଯେଉଁ ଚିନ୍ତାଧାରା, ଏଇ ଆଗ୍ରହ ତାଙ୍କ ମନରେ ଜାଗ୍ରତ ହୋଇଥିଲା। ସେତେବେଳେ କଲିକତା ନଗରୀରେ ଯେଉଁ ଓଡ଼ିଆ କର୍ମୀମାନେ ଜୀବିକା ଉପାର୍ଜନ ଉଦ୍ଦେଶ୍ୟରେ ଅବସ୍ଥାନ କରୁଥିଲେ ସେମାନଙ୍କ ମଧ୍ୟରେ ଶିକ୍ଷା ବିସ୍ତାର ଲାଗି ସେ ଅନେକ ଗୁଡ଼ିଏ ନୈଶ ବିଦ୍ୟାଳୟ ସ୍ଥାପନ କରିଥିଲେ। ତେଣୁ କଲିକତା ଓଡ଼ିଶାରୁ ବହୁତ ଲୋକ ଯାଇକି ସେତେବେଳେ ପିଲେ କଲିକତାରେ ସବୁ ଚାକିରି କରୁଥିଲେ ବା କାମ କରୁଥିଲେ। ଚାକିରି ନୁହେଁ, କାମ କରୁଥିଲେ। ତ ସେମାନଙ୍କ ମଧ୍ୟରେ ଶିକ୍ଷାର ବିସ୍ତାର ଲାଗି ଯେଉଁ ଓଡ଼ିଆ ମାନେ କଲିକତାରେ ଯାଇ କାମ କରୁଥିଲେ ସେଇ ଓଡ଼ିଆମାନଙ୍କ ଭିତରେ ଶିକ୍ଷାର କେମିତି ବିସ୍ତାର ହେବ, ବିକାଶ ହେବ, ସେମାନେ କେମିତି ପାଠ ପଢ଼ିବେ, ସେ ଶ୍ରମିକମାନେ, ଓଡ଼ିଆ ଶ୍ରମିକମାନେ ହେଲା। ତେଣୁ ତା ପାଇଁ କ'ଣ କରୁଥିଲେ, ଅନେକ ଗୁଡ଼ିଏ ନୈଶ ବିଦ୍ୟାଳୟ ସବୁ ସ୍ଥାପନ କରିଥିଲେ। କିଏ? ମଧୁବାବୁ କଲିକତାରେ ନୈଶ ବିଦ୍ୟାଳୟ ସବୁ ସ୍ଥାପନ କରିଥିଲେ। ଆର ଉଦ୍ଦେଶ୍ୟ କ'ଣ ଥିଲା? କାହିଁକି ନୈଶ ବିଦ୍ୟାଳୟ ସ୍ଥାପନ କଲେ? ନା, ଆର ଉଦ୍ଦେଶ୍ୟ ଥିଲା ଯେ ସେମାନେ ଶିକ୍ଷିତ ହୋଇ ଓଡ଼ିଶାରେ ସେହିପରି ବିଦ୍ୟାଳୟମାନ ସ୍ଥାପନ କରି ଦେଶରୁ ନିରକ୍ଷରତାକୁ ଦୂର କରିବେ। କଲିକତାରେ ଯେଉଁ ଓଡ଼ିଆମାନେ କାମ କରୁଛନ୍ତି ମଧୁବାବୁ କ'ଣ କଲେ ନା ସେମାନଙ୍କ ପାଇଁ ନୈଶ ବିଦ୍ୟାଳୟ ପ୍ରତିଷ୍ଠା କଲେ। ଏଇଥିପାଇଁ କଲେ ଯେ ସେଇ ଓଡ଼ିଆମାନେ, କଲିକତାରେ ରହୁଥିବା ଓଡ଼ିଆମାନେ ନୈଶ ବିଦ୍ୟାଳୟରେ ପାଠ ପଢ଼ିକିରି ଶିକ୍ଷିତ ହେଲେ ସେମାନେ ଓଡ଼ିଶାରେ ଆସିକି ମଧ୍ୟ ସେଇଭଳିଆ ନୈଶ ବିଦ୍ୟାଳୟ ପ୍ରତିଷ୍ଠା କରିକି ଓଡ଼ିଶାରେ ଯେଉଁ ଓଡ଼ିଆମାନେ ଅଛନ୍ତି ତାଙ୍କୁ ଶିକ୍ଷିତ କରାଇବେ, ଯାହାଦ୍ୱାରା ଭାରତରୁ ଓଡ଼ିଶାରୁ ନିରକ୍ଷରତା ଦୂର ହୋଇଯିବ। ହେଲା, ସମସ୍ତେ ଯେମିତି ଶିକ୍ଷିତ ହେବେ। ଆଜିକାଲି ନିରକ୍ଷରତା ଦୂରୀକରଣ ଲାଗି ଆମେମାନେ ଚିନ୍ତା କରୁଅଛୁ, କିନ୍ତୁ ସେ ଯୁଗରେ ପ୍ରାଥମିକ ଶିକ୍ଷାର ବିସ୍ତାର, ନିରକ୍ଷରତା ଦୂରୀକରଣ ପ୍ରଭୃତି ମଧୁବାବୁଙ୍କ ହୃଦୟରେ ଜାଗ୍ରତ ହୋଇଥିଲା। ତେଣୁ ଆଜି ଆମେ ଭାବୁଛୁ ସମସ୍ତେ କେମିତି ସମସ୍ତେ ପଢ଼ନ୍ତୁ। ଆମେ ଯେଉଁ କହୁଛୁ ଆଜି ସରକାର କହୁଛନ୍ତି ସଭିଏ ପଢ଼ନ୍ତୁ, ସଭିଏ ବଢ଼ନ୍ତୁ, ହେଲା, ସର୍ବଶିକ୍ଷା ଅଭିଯାନ। ତେଣୁ ସଭିଏ ପଢ଼ନ୍ତୁ, ସଭିଏ ବଢ଼ନ୍ତୁ। ଆଜି ଆମେ ଚିନ୍ତା କରୁଛୁ ସମସ୍ତେ ପାଠ ପଢ଼ିବା ଦରକାର, ସମସ୍ତେ ଶିକ୍ଷିତ ହେବା ଦରକାର, କେହି ନିରକ୍ଷର ନ ରହିବା ଦରକାର। କିନ୍ତୁ ସେଇଟା ସେତେବେଳେ ମଧୁବାବୁ ଭାବିଥିଲେ। ଚିନ୍ତା କର, ତାଙ୍କ ସମୟରେ, ଇଂରେଜ ଶାସନ ସମୟରେ ମଧୁବାବୁ ସେ ସମୟରେ ଭାବିଥିଲେ 1880-90 ମସିହାରେ। ତେଣୁ ମଧୁବାବୁ କଲିକତା ଛାଡ଼ିବା ସଙ୍ଗେ ସଙ୍ଗେ ନୈଶ ବିଦ୍ୟାଳୟ ଗୁଡ଼ିକ ମଧ୍ୟ ଭାଙ୍ଗିଗଲା। ତେଣୁ ଯେତେବେଳେ ମଧୁବାବୁ କଲିକତା ଛାଡ଼ିଦେଲେ ସେତେବେଳେ ତାଙ୍କ ସେ ବିଦ୍ୟାଳୟକୁ ବୁଝିବା ପାଇଁ କେହି ନଥିଲେ। ତେଣୁ ନୈଶ ବିଦ୍ୟାଳୟ ସବୁ ଭାଙ୍ଗିଗଲା। ତେଣୁ ମଧୁବାବୁ ବା ମଧୁସୂଦନ କଲିକତାରୁ ଆସି କଟକରେ ଓକିଲାତି କଲେ। ସେତେବେଳେ ମଧୁବାବୁ ଏକମାତ୍ର ଓଡ଼ିଆ ଓକିଲ। ତେଣୁ ମଧୁବାବୁ କ'ଣ କଲେ, କଲିକତା ଛାଡ଼ିଦେଲେ, ଓଡ଼ିଶାକୁ ପଳେଇ ଆସିଲେ ଓକିଲାତି ପାଇଁ। ଓଡ଼ିଶାରେ ଆସିକି ଓଡ଼ିଶାରେ ଓକିଲାତି କଲେ। ତେଣୁ କଲିକତାରେ ଯେଉଁ ସ୍କୁଲ ସବୁ ପ୍ରତିଷ୍ଠା କରିଥିଲେ ମଧୁବାବୁ, ସେ ସ୍କୁଲ ସବୁ ଭାଙ୍ଗିଗଲା। କାହିଁକି ନା ତାକୁ ବୁଝିବା ପାଇଁ କେହି ନାହାନ୍ତି, ସ୍କୁଲ ଭାଙ୍ଗିଗଲା। ତେବେ ମଧୁବାବୁ ଓଡ଼ିଶା ଆସିକି ଓଡ଼ିଶାରେ ଓକିଲାତି କଲେ। ସେତେବେଳେ ମଧୁବାବୁ ଏକମାତ୍ର ଓଡ଼ିଆ ଓକିଲ। ମାନେ ଓଡ଼ିଆ ଓକିଲ କହିଲେ ପ୍ରଥମ ଓଡ଼ିଶାରେ ଏକମାତ୍ର ଓଡ଼ିଆ ଓକିଲ ହେଉଛନ୍ତି ମଧୁବାବୁ। ଆଉ କେହି ଓକିଲ ନଥିଲେ ଓଡ଼ିଆ, କୌଣସି ଓଡ଼ିଆ ଓକିଲ ନଥିଲେ। ଯାହା ଥିଲେ ଇଂରେଜମାନେ ଥିଲେ, ନହେଲେ ବଙ୍ଗାଳୀମାନେ ଥିଲେ। ମଧୁବାବୁ ଏକମାତ୍ର ଓଡ଼ିଆ ଓକିଲ ଥିଲେ। ହେଲା, ତେଣୁ କଟକରେ କାହିଁକି, ଓଡ଼ିଶାର ସମସ୍ତ ଜିଲ୍ଲାରେ ବଙ୍ଗାଳୀ ଓକିଲଙ୍କର ସେତେବେଳେ ପ୍ରତିପତ୍ତି ସମାଜରେ ଅନୁମାନ କରିହେବ ନାହିଁ। ତେଣୁ ଓଡ଼ିଶାରେ ପିଲାମାନେ ଓଡ଼ିଆ ଓକିଲ କେହି ନଥିଲେ। ଆଜି ଏମିତି ହଜାର ହଜାର ଓଡ଼ିଆ, ଲକ୍ଷ ଲକ୍ଷ ଓଡ଼ିଆ ଓକିଲମାନେ ଆମର ଅଛନ୍ତି ଓଡ଼ିଶାରେ, କିନ୍ତୁ ସେତେବେଳେ ମଧୁବାବୁ କେବଳ ଏକୁଟିଆ ଓକିଲ ଥିଲେ ଓଡ଼ିଆ। ବାକି ସମସ୍ତେ କ'ଣ ଥିଲେ, ବଙ୍ଗାଳୀମାନେ ଥିଲେ। ବଙ୍ଗଳାରୁ, ୱେଷ୍ଟ ବେଙ୍ଗଲରୁ ସବୁ ବଙ୍ଗାଳୀମାନେ ଓଡ଼ିଶାକୁ ଆସୁଥିଲେ, ଇଂରେଜମାନେ ତାଙ୍କୁ ନେଇକି ଆସୁଥିଲେ। ସେମାନେ ପାଠଶାଠ ପଢ଼ିକି ଏଠିକି ଓଡ଼ିଶାକୁ ଆସୁଥିଲେ, ଆସିକି ଓଡ଼ିଶାରେ ଓକିଲାତି କରୁଥିଲେ। ହେଲା, ତେଣୁ ଯେହେତୁ ବଙ୍ଗାଳୀମାନେ ଆସିକି ଓଡ଼ିଶାରେ ଓକିଲ ହୋଇକି ଓକିଲାତି କରୁଥିଲେ, ସେମାନଙ୍କର ଆଧିପତ୍ୟ ଅନେକ ଥିଲା। ସେମାନେ ଅନେକ ଆଧିପତ୍ୟ ନିଜର ବିସ୍ତାର କରିଥିଲେ ଓଡ଼ିଶାରେ ଏବଂ ନିଜର ପ୍ରତିପତ୍ତି ଦେଖାଉଥିଲେ। ସେତେବେଳେ ହାକିମମାନେ କ'ଣ କରୁଥିଲେ, ମଧ୍ୟ ବଙ୍ଗାଳୀ। ଯେତେବେଳେ ହାକିମ ଥିଲେ, କଲେକ୍ଟର, ସବ୍ କଲେକ୍ଟର, ଡେପୁଟି କଲେକ୍ଟର, ବିଡ଼ିଓ, ତହସିଲଦାର, ଏମାନେ ଯେଉଁ ସବୁ ଥିଲେ ସେମାନେ ମଧ୍ୟ ସବୁ ବଙ୍ଗାଳୀ ଥିଲେ, କେହି ଓଡ଼ିଆ ନଥିଲେ। କେବଳ ଜିଲ୍ଲା ଜଜ୍, ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ କମିଶନର ଥିଲେ ସାହେବ।
ତେଣୁ ଜିଲ୍ଲାର ଜଜ୍ କହିଲେ କୋର୍ଟର ଯେ ଜଜ୍ ଥିଲା ସିଏ ସାହିବ ଥିଲେ। ସାହିବ କହିଲେ ପିଲାମାନେ ଇଂରେଜ ହେଲା। ତେଣୁ ସେତେବେଳେ ହାକିମ ମାନେ ମଧ୍ୟ ବଙ୍ଗାଳୀ ଥିଲେ। କେବଳ ଜିଲ୍ଲା ଜଜ୍ କହିଲେ କୋର୍ଟର ଜଜ୍, ଜିଲ୍ଲା ମାଜିଷ୍ଟ୍ରେଟ୍ ମାନେ କଲେକ୍ଟର ଏବଂ କମିଶନର ଏମାନେ ସବୁ ସାହିବ ଥିଲେ। ସାହିବ ମାନେ ଏମାନେ ସବୁ ଇଂରେଜ ମାନେ ଥିଲେ। ବାକି ଯେଉଁମାନେ ସବୁ ଥିଲେ ଡେପୁଟି କଲେକ୍ଟର, ଡେପୁଟି ମାଜିଷ୍ଟ୍ରେଟ୍, ତହସିଲଦାର, ବିଡ଼ିଓ, ପୋଲିସ, ଏମାନେ ସବୁ ଯେଉଁମାନେ ସବୁ ଇନ୍ସପେକ୍ଟର ଯେଉଁମାନେ ସବୁ ଥିଲେ, ଓକିଲ, ଶିକ୍ଷକ, କୁଳପତି କଲେଜରେ, ଏମାନେ ସମସ୍ତେ ବଙ୍ଗାଳୀ ଥିଲେ। କେବଳ ଜଜ୍, କଲେକ୍ଟର, ମାଜିଷ୍ଟ୍ରେଟ୍ ଏମାନେ ସବୁ ଇଂରେଜମାନେ ଥିଲେ। ତେବେ ଓକିଲାତିର ପ୍ରଥମ ଅବସ୍ଥାରେ ମଧୁସୂଦନକୁ କେତେକ ବ୍ୟଙ୍ଗ ବିଦ୍ରୂପ କ'ଣ ନା ନିର୍ଯାତନା ସହ୍ୟ କରିବାକୁ ପଡ଼ିଥିଲା। ତେଣୁ ଯେତେବେଳେ ମଧୁବାବୁ ପ୍ରଥମେ ଓକିଲାତି ଆରମ୍ଭ କରିଥିଲେ, ସେତେବେଳେ ଯେହେତୁ ସେ ପ୍ରଥମ ଓଡ଼ିଆ ଏବଂ ଏକମାତ୍ର ଓଡ଼ିଆ ଓକିଲ ସିଏ, ତେଣୁ ତାଙ୍କୁ କ'ଣ ହେଇଥିଲା ନା ଅନେକ ବ୍ୟଙ୍ଗ ସମାଲୋଚନା ସବୁ ସହିବାକୁ ପଡ଼ିଥିଲା। ବଙ୍ଗାଳୀ ଓକିଲମାନେ, ଓଡ଼ିଶାରେ ସବୁ ବଙ୍ଗାଳୀ ଓକିଲ ଥିଲେ ଏବଂ ବଡ଼ ବଡ଼ ପୋଷ୍ଟରେ ସବୁ ବଙ୍ଗାଳୀମାନେ ବସିଥିଲେ। ସେମାନେ ମଧୁବାବୁଙ୍କୁ ଦେଖି ତାତ୍ସଲ୍ୟ କରୁଥିଲେ, କହୁଥିଲେ ଏ ଓକିଲ ହେଇଛି ହଷ୍ଟେଲ ଦେଖିକି ହେଲା। ତାଙ୍କୁ ଅନେକ ବିଦ୍ରୂପ କରୁଥିଲେ, ବ୍ୟଙ୍ଗ କରୁଥିଲେ, ସମାଲୋଚନା କରୁଥିଲେ। ତେଣୁ ଏହିପରି ଭାବରେ ମଧୁବାବୁଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା। ତେବେ ଆଜି ଆମେ ଏତିକି ରଖିବା। ପରବର୍ତ୍ତୀ କ୍ଲାସ୍ରେ ଆମେ ବାକି ସବୁ ତାଙ୍କ ଜୀବନୀ ବିଷୟରେ ଆଲୋଚନା କରିବା, ପଢ଼ିବା ହେଲା। ଭିଡ଼ିଓଟି ଯଦି ଭଲ ଲାଗିଛି ତେବେ ଚ୍ୟାନେଲଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।